करुणामयी माँ परम प्रभु श्री अरविंद आज यही सनलिट पाथ 2020 श्री अरविंद पाठचक्र रे योगदान करथिबा समस्त अपाऊ भाई मानकू मोर आंतरिक नमस्कार शुभेच्छा सम्मान अभिनंदन। अनेक दिन पर आपण मान किछि कथबार्ता करिवार माँ श्रीनंकर पाठचक्र संबंधी सुजोग पाइथिबारु माँ पाखरे अशेष कृतज्ञता जनाऊँची। श्री अरविंद 150तम आमे जन्म जयंती पालन अवसर रे यही पाठचक्र आज श्री अरविंद वकृतमालार 17तम दिवस। वर्तमान मु ए कार्यक्रम आग को जीवा आगु मु सुरभिका अपांकु अनुरोध करी से एक मातृवंदना निवेदन करी। तुमको पाइछु आम मन आकाशर तले से पाई भावना जो छोनार फूल तोले तुमको पाइछु आम मन आकाशर तले से पाई भावना जो छोनार फूल तोले केबे जदि मन अबाटरे चली जाए अंधारर पथ खोजी आलुओ भूली जाए केबे जदि मन अबाटरे चली जाए अंधारर पथ खोजी आलुओ भूली जाए तुमरी आशीष माँ केबे मोह कर छुआ देई डाकिनिया पासे तुम आलोर गीत गाई तुमको पाइछु आम हृदयर बेदी परे से पाई हृदय नईटिए होई झरे केबे जदि नई आम झरी बापा सोरी दिए माया बन तरु तल शीतलता बरी निए केबे जदि नई आम झरी बापा सोरी दिए माया बन तरु तल शीतलता बरी निए तुमरी आशीष माँ नव चेतना से फेरी पाए दूर से ही सागर को खोजिबा को पुणी जाए तुमको पाइछु आम मन आकाशर तले से
ଛୋନାର ଫୁଲ ତୋଳେ जो ଛୋନାର ଫୁଲ ତୋଳେ जो ଛୋନାର ଫୁଲ ତୋଳେ। ଅନେକ ଅନେକ ଧନ୍ୟବାଦ ସୁରଭି ବାପାଙ୍କୁ। ଖୁବ ସ୍ପଷ୍ଟ ଏବଂ ସୁଲଳିତ କଣ୍ଠରେ ମାଙ୍କ ପାଖେ ଏକ ବନ୍ଦନାକୁ ଆପଣ ନିବେଦନ କଲେ ବାପା। ଆମ ସମସ୍ତଙ୍କ ହୃଦୟକୁ ଏହା ନିଶ୍ଚୟ ଛୁଇଁଯିବ, ଏଥିରେ କୌଣସି ସନ୍ଦେହ ନାହିଁ। ତେବେ ଆମେ ଆଗକୁ ଯିବା। ଅତି ଆନନ୍ଦର କଥା ଯେ ମାଙ୍କ ଅଶେଷ କୃପାରୁ ଆମର ଏହି ମାସର ପ୍ରଭୁଙ୍କର ଜନ୍ମ ମାସରେ କାର୍ଯ୍ୟକ୍ରମ ଗୁଡ଼ିକ ଏପର୍ଯ୍ୟନ୍ତ ଖୁବ ସୁନ୍ଦର ଭାବରେ ହେଇଆସିଛି ଏବଂ ଏହା ପଶ୍ଚାତରେ ଯେ ପ୍ରଭୁଙ୍କ ମାଙ୍କ ବିଶେଷ କୃପା କାର୍ଯ୍ୟ କରୁଛି ଏଥିରେ ତେଳେମାତ୍ର ସନ୍ଦେହ ନାହିଁ। ଯେଉଁ ଅପା ଭାଇ ମାନଙ୍କର ଭିତରେ ଏହି କାର୍ଯ୍ୟକ୍ରମ ପ୍ରେରଣାଟି ଜାଗ୍ରତ ହୋଇପାରିଛି ତାହା ବି ସମ୍ଭବ ହୋଇପାରିଛି କେବଳ ସେହି ପ୍ରଭୁ ମାଙ୍କ ଡାଇରେକ୍ଟ କୃପାରୁ। ସେମାନଙ୍କୁ ମୋ ଅନ୍ତର ଧନ୍ୟବାଦ ଜଣାଉଛି ଏବଂ ମା ଓ ପ୍ରଭୁଙ୍କ ପାଖରେ କୃତଜ୍ଞତା ଜ୍ଞାପନ କରୁଛି। ତେବେ ଭାଇ ଭଉଣୀ ମାନେ, ଆଜିର ଆମର ଯେ ୟା ପରବର୍ତ୍ତୀ ଯେଉଁ କାର୍ଯ୍ୟକ୍ରମ ରହିଛି ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ଆଲୋଚନାର ପରିସର ଭିତରେ ଆମର ଆସିଛି, ତାହା ହେଉଛି ଶ୍ରୀ ଅରବିନ୍ଦଙ୍କ 3ଟି ପାଗଳାମୀ। ଏ ସମ୍ବନ୍ଧରେ ଆମେମାନେ ଅଳ୍ପ ବହୁତ ନିଶ୍ଚୟ ଜାଣିଛେ, ପଢିଛେ, ଆଲୋଚନା କରିଛେ। ତେବେ ଏହାର ଗଭୀରତାକୁ ପ୍ରବେଶ କରିବା ପାଇଁ ମନେ ଯେପରି ସମୟ ଉପନୀତ ଏବଂ ଏ ସମ୍ବନ୍ଧରେ ଆମକୁ ଅଧିକ ଆଲୋଚନା କରି ସଚେତନ କରାଇଦେବା ପାଇଁ ଆମ ସାଙ୍ଗେ ଆଜି ଅଛନ୍ତି ଆମ ମୁନା ଭାଇ ରାଜସୁନଖଳାର ନୟାଗଡ଼ ଶ୍ରୀ ଅରବିନ୍ଦ ଦିବ୍ୟ ଚେତନା ଆଶ୍ରମର ମୁନା ଭାଇ, ଶ୍ରୀଯୁକ୍ତ ସୁନୀଲ କୁମାର ପୃଷ୍ଟି ଭାଇ ବିସ୍ତୃତ ଭାବରେ ଏହାକୁ ଆଲୋଚନା କରିବେ ଏବଂ ଆମେ ଶୁଣିବା। ମୁଁ ଉପକ୍ରମ ଆଲୋଚନା ଅଳ୍ପ କିଛି ପ୍ରକାଶ କରି ଭାଇଙ୍କୁ ଖୁବ ଶୀଘ୍ର ହସ୍ତାନ୍ତର କରିବି। ଆମେ ଜାଣିଛେ ପରମ ପ୍ରଭୁ ଶ୍ରୀ ଅରବିନ୍ଦ ହେଉଛନ୍ତି ଏ ଯୁଗର ଅବତାର। ପୃଥିବୀ ପୃଷ୍ଠରେ ଅବତାର ମାନେ ଯେତେବେଳେ ଆସନ୍ତି ମାନବ ରୂପରେ, ସାଧାରଣ ମନୁଷ୍ୟମାନେ ତାକୁ ସହଜରେ ବୁଝିପାରନ୍ତି ନାହିଁ। ଏକ ବିଶେଷ କାର୍ଯ୍ୟ ସମ୍ପନ୍ନ କରିବା ବି ଅବତାରଙ୍କର ଆବିର୍ଭାବ ହୋଇଥାଏ। ମନୁଷ୍ୟ ଶରୀରରେ ଅବତାର ମାନେ ଆସି ମନୁଷ୍ୟ ପରି ଜୀବନ ନିର୍ବାହ କରିଥାନ୍ତି, କିନ୍ତୁ ପଶ୍ଚାତରେ ଥାଏ ତାଙ୍କର ଭଗବତ ଚେତନା ବା ଦିବ୍ୟ ଚେତନା। ସବୁ କ୍ଷେତ୍ରରେ ଥାଏ ଏକ ଦିବ୍ୟ ସ୍ପର୍ଶ ଯାହାକି ସତ୍ୟ ଉପରେ ଆଧାରିତ ଏବଂ ସେ ସବୁ କାର୍ଯ୍ୟ କରି ଆମ ଆଗରେ ଉଦାହରଣ ହୋଇଯାଆନ୍ତି ଥାନ୍ତି, ଯାହାକୁ କି ଆମେ ଅନୁସରଣ କରି ସେହି ଦିବ୍ୟ ସତ୍ୟର ରାସ୍ତାରେ ଚାଲିପାରିବା ଏବଂ ଅବତାର ଯେଉଁ ବିଶେଷ ଲକ୍ଷ୍ୟ ନେଇ ଆସିଛନ୍ତି ସେହି ଲକ୍ଷ୍ୟରେ ପହଞ୍ଚି ପାରିବା। ଆମେ ଯଦି ଶ୍ରୀ ଅରବିନ୍ଦଙ୍କ ଜୀବନକୁ ଅବଲୋକନ କରିବା ସେ ବୁଝିପାରେ ଯେ ପ୍ରଭୁ ଆମକୁ ଆମ ଲକ୍ଷ୍ୟରେ ପହଞ୍ଚାଇ ଦେବା ପାଇଁ କାହିଁ କେତେ କଷ୍ଟ ସ୍ୱୀକାର ନ କରିଛନ୍ତି। ମା ଏ ସମ୍ବନ୍ଧରେ ମାଙ୍କର ସେଇ ଯୋଉ ସମାଧିରେ ଶ୍ରୀ ଅରବିନ୍ଦ ପଣ୍ଡିଚେରୀରେ ସମାଧିରେ ଯୋଉ ମେସେଜ ମା ଦେଇଛନ୍ତି, ଲେଖିଛନ୍ତି, ଆମେ ସମସ୍ତେ ଜାଣିଛେ। କେମିତି ପ୍ରଭୁଙ୍କ ପାଖରେ ଆମେ କୃତଜ୍ଞ ରହିବା, ଟିକେ ବି ନ ଭୁଲିଯିବା ତାଙ୍କୁ। କେତେ କଷ୍ଟ ସ୍ୱୀକାର କରିଛନ୍ତି, କେତେ କଷ୍ଟ ସହିଛନ୍ତି, କଣ ନ କରିଛନ୍ତି, ସବୁ ସିଦ୍ଧ କରିଦେଇଛନ୍ତି ଆମ ପାଇଁ। ସେ ସବୁ କିଛି ସଂକଳ୍ପ କରିଛନ୍ତି। ମା ଯୋଉ ଲେଖିଛନ୍ତି ବାଣୀ ଆମେ ସମସ୍ତେ ଜାଣିଛେ। ମୁଁ ତାକୁ ବର୍ତ୍ତମାନ କହୁନାହିଁ କି ନା ଆମେ ସମସ୍ତେ ଏ ବିଷୟରେ ବେଶ ସଚେତନ। ତେଣୁ ଆମେ ତାର ଯୋଗ୍ୟ କେମିତି ହେଇ ଉଠିବା ସେଇଟା ଆମର ବର୍ତ୍ତମାନ ପ୍ରଧାନ ଲକ୍ଷ୍ୟ। ଶ୍ରୀ ଅରବିନ୍ଦଙ୍କ 3ଟି ପାଗଳାମୀରେ ପ୍ରଭୁ ଯାହା ସବୁ ଉଲ୍ଲେଖ କରିଛନ୍ତି ଆମ ପାଇଁ ଏକ ଜ୍ୱଳନ୍ତ ଉଦାହରଣ। ଯଦିଓ ଏଇ 3ଟି ପାଗଳାମୀ ସମ୍ବନ୍ଧେ ପ୍ରଭୁ ତାଙ୍କ ପତ୍ନୀ ମୃଣାଳିନୀ ଦେବୀଙ୍କୁ ଲେଖିଥିଲେ ଏବଂ ତାହା ପବ୍ଲିକଲି ପ୍ରକାଶ ପାଇନଥିଲା, କିନ୍ତୁ ଭଗବାନଙ୍କ ଲୀଳା କିଭଳି ହୁଏ ଆମେ ତାହା କଳ୍ପନା କରିପାରିବା ନାହିଁ। ଏହି ଚିଠିଟି ଆମେ ଜାଣିଛେ ପ୍ରଭୁ କେବେ 1906 ମସିହା ଅଗଷ୍ଟ 30 ତାରିଖରେ ମୃଣାଳିନୀ ଦେବୀଙ୍କୁ ଏକ ପତ୍ର ଲେଖିଥିଲେ ବରୋଦାରେ ଥିବା ସମୟରେ। ସେତେବେଳେ ଏଇଟା ପ୍ରକୃତରେ ପ୍ରକାଶ ପାଇନଥିଲା। ଆମେ ଜାଣିପାରିନଥାନ୍ତେ ଯେତେବେଳେ ପ୍ରଭୁଙ୍କୁ ସେ ଇଂରେଜ ପୋଲିସ ଯେତେବେଳେ ତାଙ୍କୁ ଯାଇ ଖାନତଲାସ କରି ତାଙ୍କ ଘରେ ପହଞ୍ଚିଲା ଏବଂ ତାଙ୍କୁ ଆରେଷ୍ଟ କଲା, ସେତେବେଳେ ସେଇ ବିଭିନ୍ନ ପ୍ରକାର ଜିନିଷ ପତ୍ର ଖୋଜିବା ମାଧ୍ୟମରେ ଏଇ
चिठी खंडिक मिलता जोटा कि कोर्ट रे प्रोड्यूस होता और पर पब्लिकली प्रकाशित था नहले यहाँ प्रकृत सिक्रेट रही था प्रभु लिखिले भी मृणाल को ये हूँ सिक्रेट जिनस पब्लिकली करार ना किंतु जहाँ कहले भगवान तो विधान अन्य प्रकार से केमी भाव में आमको मनीष पाखे जिनस पहुँचो जो जिनस गुड़ाक भल जिनस गुड़ाक सेमती यहाँ प्रकाश होता तो ये चिठी थी एक लंबा चिठी बहुत बड़ लंबा चिठी था सब बहुत बहुत गुड़ाए गुरुत्वपूर्ण कथा प्रभु लिखिं माने मृणाल देवी को हिंदू धर्म हिंदू नारी कर्तव्य हिंदू किभली चलवा उचित आम देश कौन देश से केमती कौन करवा उचित निजपाई स्वार्थ न रखी सब कथा बहुत कथा लिखिं लंबा चिठीटे ये तीनोटी जो पागलामी कथा आम देखुचे ये तीनोटी पागलामी से चिठीर कियदंश प्रभु कहते पागलामी कहीं कहुई से विषय आम बहुत समय शुणुचे जे जोड़ाक जो साधारण लोक मैंने बुझीपारती जो महान लोक मान मतामत चिंताधारा संकल्प से सब सहज बुझीपारती आमको तो लोक मैंने पागल कहते जो आम जो गोटे पाठ्यक्रम करुचे कौन जा सब पाठ्यक्रम पागल होगा राति अधारे कौन नाम जप कर कौन खाली सब पैसा पत्र से कुआड़े दे दूसरी घरे न देकरी एमती कहीकि लोक मैंने आमको ही पागल कहते तेणु श्री अरविंद से तीनोटी पागलामी कथा स्त्री को लिखिं जोटा को भी से सिद्ध करने बद्ध परिकर एवं से जो पागलामी तीन जन आमको केते शिक्षा मिली मिल आम के करार अच्छी आमको कल्पना भी करें से जो तीन पागलामी भाई डिटेल करेंगे मुझे प्रकाश करनी कहीं भाई से सब कहे आम समस्ते जानीचे तीनोटी मुख्य पागलामी प्रभु केमती निज संबंध में लिखिं देश को केमती केमती भगवान को संकल्प कर पाया कथा लिखिं देश को किभली भाव में भल पाया उचित किभली रक्षा कर से समझे लिखिं तीनोटी पागलाम विशेष समय मैंने वर्तमान आम यार विशेष गभीरता को जीवा भाई ठार शुणा और आम जीवन में प्रयोग करने निश्चय चेष्टा करिया कहीं तीन जिन आम बर्तमान बहुत गुरुत्वपूर्ण से आम ठीक करें आम ओडिशा सारा भाई भाई मैंने वर्तमान यही जिनस को श्रीजन 5टी स्वप्न और तीनोटी केमती आम समस्त पाखे पहुँचा कहीं भितर माने जमी प्रभुंर सबकि जोगर सबकि लक्ष्य सबकि गुड़ा भर्ती हो जाए वर्तमान मु आह्वान करुच्ची भाई को मुन्ना भाई को से वर्तमान ए विषय संबंध में विशेष आलोचना करेंगे मुन्ना भाई करुणामयी माँ परम प्रभु श्री अरविंद उपस्थित समस्त मातृ परिवार भाई भौणी माने आज एक पवित्र दिन अगस्त 15 रु आरंभ है कंटिन्यूअस 2022 अगस्त 15 पर्यंत ये एक आम एक मिशन आम जो 5टी स्वप्न तीनोटी पागलामी कथाटा आम जनमानस रे पहुंचाइबा एक्चुअली समस्ते आमर भागवत अच्छी समस्ते नारी जड़े पुरुष तेणु जी वर्ण जहाँ को करिछि से तार पत्नी आमे वर्ण करिछे प्रभु को समस्ते तेणु देखा गले आम समस्ते तांकर पत्नी तेणु से पत्र केवल से पत्नी की देइछन्ति अर्थात ये पत्र आम समस्त ये पत्र आम समस्त आम जीव आम आमर पाद को ये पत्र ही परिचालित करिवो कारण पत्रर मर्मे मर्म अच्छी आम जीवन रहस्य आम जीवन चाबिकाठी आम जीवन पथ सबकि तेणु जदि इंग्रेज सरकार जिते बेले खानतलाश कले प्रभुंर डॉक्यूमेंट गुड़ा कौट लुचिक अच्छी मृणाल देवी तो अनेक चिठी को गंगा नदी में बसई देते अनेक जिनस समाहित हो गला गंगा नदी में किंतु ये चिठी रहीगला एक रहस्य नुहे माया नुहे एक वास्तव सत्य कारण चिठीटा ही प्रभु चाहूले समस्त पत्नी मान को जमापी आम एकाधार जदि सी पुरुष आम समस्त प्रकृति से जिनसटी आम पाखक ये रहा से चिठीटी ये चिठी मृणाल देवी पाख प्रभु खाली लिखी एक प्रतीक मात्र
କିନ୍ତୁ ପ୍ରକୃତରେ କହିବାକୁ ଗଲେ ଏ ଚିଠିଟିକି ସେ ଆମ ପାଇଁ ହିଁ ଲେଖିଥିଲେ। ତେଣୁ ଏ ଚିଠିଟି ଯେତେବେଳେ ଆମେ ପଢିବା ଏବଂ ଏ 3ଟା ପାଗଳାମୀ ପ୍ରଭୁ ଯୋଉ ଲେଖିଛନ୍ତି ସେଇଟା ଏତେ ଗୋଟେ ପ୍ରେମ ପତ୍ର ସେ ଆମ ପାଇଁ, ଆମ ଜୀବନ ପାଇଁ, ସେ ପ୍ରଭୁଙ୍କର ଆମ ସମସ୍ତଙ୍କ ପାଇଁ କହିବାକୁ ଗଲେ ଏକ ପ୍ରେମ ପତ୍ର। ତେଣୁ ଆଉ ସେ ଚିଠିର ମହତ୍ଵ ଯେ ବା ସେ 3ଟି ପାଗଳାମୀର ମହତ୍ଵ ଯେ କେବଳ ମୃଳାନନ୍ଦ ଭିତରେ ସୀମିତ ନଥିଲା। ସେତେବେଳେ ଦକ୍ଷିଣରେ ସେ ଜଣେ ଯୋଗୀ ଥିଲେ ନଗାଇ ଜାପ୍ରତା। ସେ ଯୋଗୀ ମାନଙ୍କ ପାଖକୁ ବି ସେ ଜିନିଷ ପହଞ୍ଚିଥିଲା ସୂକ୍ଷ୍ମ ସ୍ତରରେ। ଏବଂ ଯେତେବେଳେ ତାଙ୍କ ଶିଷ୍ୟ କୃଷ୍ଣସ୍ୱାମୀ ଆୟଙ୍କର ଯେତେବେଳେ ତାଙ୍କ ଶରୀର ଛାଡିଲା ସମୟରେ ପଚାରିଲେ ଯେ ଆପଣ ତ ଶରୀର ଛାଡିକି ଚାଲିଯିବେ, ଆଉ ଆମ ମାନଙ୍କୁ କିଏ ଗାଇଡ କରିବ? ସେ ସେତେବେଳେ କହିଥିଲେ ଉତ୍ତରରୁ ଜଣେ ଯୋଗୀ ଦକ୍ଷିଣକୁ ଆସିବେ, ସେ 3ଟି ଗାଥାରେ ପରିଚିତ ହେବେ ଏବଂ ତମେ ତାଙ୍କର ହିଁ ଗାଇଡରେ ପରିଚାଳିତ ହବ। ଇଭିନିଂ ଟକରେ ଯେତେବେଳେ ଏଇ କଥା ଆଲୋଚନା କଲେ, ଦାଦା ପଚାରିଲେ ପ୍ରଭୁଙ୍କୁ ଯେ ସେ 3ଟି ଗାଥା କଣ? ପ୍ରଭୁ ସେତେବେଳେ ସ୍ୱୀକାର କରିଥିଲେ ଏଇଟା ହଉଛି ମୋର ମୃଣାଳିନୀକି ଦେଇଥିବା ପତ୍ର। କେମିତି ସେ ଜାଣିଲେ? ଏଇ ହଉଛି ଏକ ସୂକ୍ଷ୍ମ ସମ୍ପର୍କ। ଇଏ ସମସ୍ତଙ୍କୁ ପ୍ଲାବିତ କରିଥିଲା ଯୋଉମାନେ ଉଚ୍ଚତର ଚେତନାରେ ବାସ କରୁଥିଲେ ବା ଉଚ୍ଚତର ଚେତନାରେ ବାସ କରିବା ପାଇଁ ପ୍ରସ୍ତୁତ ହଉଥିଲେ। ଏବଂ ଆମମାନଙ୍କ ପାଇଁ ବି ଏହା ଏକ ସନ୍ଦେଶ, ଏକ ସୂଚନା, ଏକ ଆଦେଶ, ଏବଂ ଯୋଉଟା କି ଆମ ମାନଙ୍କ ଜୀବନରେ ଏହାକୁ ଆମେ ଚରିତାର୍ଥ କରିବା ପାଇଁ ଚେଷ୍ଟା କରିବା। 30 ଅଗଷ୍ଟରେ ପ୍ରଭୁ ମୃଣାଳିନୀ ଦେବୀ କି ଯୋଉ ପତ୍ର ଲେଖିଥିଲେ କେତେ ସୁନ୍ଦର ଭାବରେ ଲେଖିଥିଲେ। ଏକ ପତି ଆଉ ପତ୍ନୀର ସମ୍ପର୍କ, ଏକ ପତି ତାର ଉଚ୍ଚତର ଚେତନାକୁ ସହିତ ପାଦରେ ପାଦ ମିଶେଇକି ଚାଲିବା ପାଇଁ ତାଙ୍କ ପତ୍ନୀକୁ ଏକ ନିମନ୍ତ୍ରଣ କରୁଛନ୍ତି, ଡାକୁଛନ୍ତି, ଯାହା ଆଜିକା ସମୟରେ ଆମ ସମସ୍ତଙ୍କ ପାଇଁ ଏକ ସେଇଭଳି ଏକ ପରିସ୍ଥିତି ହେଇକି ରହିଛି। ସମସ୍ତେ ତାଙ୍କ ପାଇଁ ଆମେ କେମିତି ବଞ୍ଚିବା, କେମିତି ଚାଲିବା, ସେ ବିଷୟରେ ପ୍ରଭୁ ଏଠି ଆମକୁ ଅନେକ କଥା, ଅନେକ ଆକର୍ଷଣୀୟ କଥା, ଅନେକ ହୃଦୟର କଥା ସେ ମୃଣାଳିନୀ ଦେବୀଙ୍କୁ କହୁଛନ୍ତି, ଲେଖୁଛନ୍ତି। ସେ କେତେ ସ୍ପଷ୍ଟ ଭାବରେ ଲେଖୁଛନ୍ତି ଯେ ତୁମର କେତେ ସନ୍ଦେଶ ଦଉଛନ୍ତି ଜନସମାଜକୁ, ଆମମାନଙ୍କୁ। ତାଙ୍କ ମୃଣାଳିନୀ ଦେବୀ କହୁଛନ୍ତି ପୁତ୍ର ସନ୍ତାନ ଯେତେବେଳେ ତାଙ୍କ ଭାଇ ଚାଲିଗଲେ ସେତେବେଳେ ସେ କେତେ ସୁନ୍ଦର ମେସେଜ ଦଉଛନ୍ତି। କହୁଛନ୍ତି ଦୁଃଖ, ଏଇ ସବୁ ଦୁଃଖ ସ୍ୱାଭାବିକ, କିନ୍ତୁ ଦୁଃଖରେ ଦୁଃଖ କରି ଲାଭ କଣ? ସଂସାରର ସୁଖ ଅନ୍ୱେଷଣ କଲେ ସେଇ ଦୁଃଖ ମଧ୍ୟରେ ଦୁଃଖ ଦେଖାଦେଏ। ଦୁଃଖ ସର୍ବଦା ସୁଖ ସଙ୍ଗେ ସମାନ ରହିଥାଏ। ଏହି ନିୟମ ଯେ କେବଳ ପୁତ୍ର କାମନା ସମ୍ବନ୍ଧରେ ଘଟେ ତାହା ନୁହେଁ, ବରଂ ଏହା ସକଳ ସାଂସାରିକ କାମନାର ଅନିର୍ବାର୍ଯ୍ୟ ପରିଣତି। ଧୀର ଚିତ୍ତରେ ସକଳ ସୁଖ ଦୁଃଖ ଭଗବାନଙ୍କ ଚରଣରେ ଅର୍ପଣ କରି ହିଁ ମନୁଷ୍ୟର ଏକମାତ୍ର ଉପାୟ। କେତେ ସୁନ୍ଦର କଥା କହିଛନ୍ତି। ଚରମ ସତ୍ୟ ଆମ ସମ୍ମୁଖରେ ନିଶ୍ଚିତ କେତେବେଳେ ନା କେତେବେଳେ ଠିଆ ହବ। କେତେବେଳେ କିଏ ନା ଆତ୍ମୀୟ ସ୍ୱଜନ ଆମ ପାଖରୁ ଛାଡି ଚାଲିଯିବେ। ଆମମାନଙ୍କୁ ସ୍ଥିର ରହିବାକୁ ପଡିବ, ଦୃଢ ରହିବାକୁ ପଡିବ। ପ୍ରଭୁ ଏଇ କଥାରେ ସନ୍ଦେଶ ଦେଇଛନ୍ତି ଆମମାନଙ୍କୁ ଯେ ଧୀର ଚିତ୍ତରେ ସକଳ ଦୁଃଖ ସୁଖ ଭଗବାନଙ୍କ ଚରଣରେ ଅର୍ପଣ କରି ମନୁଷ୍ୟର ଯାବତୀୟ ମନୁଷ୍ୟର ଏକମାତ୍ର ଉପାୟ। ଆମ ପାଇଁ କିଛି ଉପାୟ ନାହିଁ, ସବୁ କିଛି ତାଙ୍କ ଉପରେ ସମର୍ପଣ କରିବା ପାଇଁ କହୁଛନ୍ତି। ଆମକୁ ସେ ଗାଇଡ ଦେଇଛନ୍ତି ଯେ ଏସବୁ ଜିନିଷ ହବ। ଏକ ଚରମ ସତ୍ୟ, ଏହା ସାମ୍ନାକୁ ଆସିବ, ବାରମ୍ବାର ଆସିବ। ପ୍ରତ୍ୟେକ ମନୁଷ୍ୟ ଜୀବନରେ କେତେବେଳେ ନା କେତେବେଳେ ଅଘଟଣ କୋଉଠି ନା କୋଉଠି ଘଟିଯିବ। ତେଣୁ ୟା ଉପରେ ମର୍ମାହତ ନୁହେଁ, ୟାକୁ ସମର୍ପଣ କରି ଭଗବାନଙ୍କ ସହିତ ଆମକୁ ଆଗକୁ ବଢି ଯିବାକୁ ପଡିବ। ତାପରେ କେତେ ତାଙ୍କ ସ୍ତ୍ରୀ କହୁଛନ୍ତି ଯେ ତୁମେ ବୋଧହୁଏ ଜଗତରେ ବୁଝି ପାରିଛ ଯେ ଯେଉଁ ଲୋକର ଭାଗ୍ୟ ସଙ୍ଗେ ତୁମର ଭାଗ୍ୟ ଜଡିତ ସେ ବଡ ବିଚିତ୍ର ଧରଣର ଲୋକ। ଏହି ଦେଶରେ ଆଜିକାଲିର ଲୋକମାନଙ୍କର ଯେପରି ମନୋଭାବ, ଜୀବନର ଉଦ୍ଦେଶ୍ୟ, କର୍ମର କ୍ଷେତ୍ର, କିନ୍ତୁ ମୋର ସେପରି ନୁହେଁ। କେତେ ସୁନ୍ଦର କଥା ପ୍ରଭୁ କହିଲେ। କଣ ଜୀବନ ସାଧାରଣ ଜୀବନ, ମୋର ସବୁ ବିଷୟରେ ହିଁ ଭିନ୍ନ। ସାଧାରଣ ଅସାଧାରଣ, ସାଧାରଣ ଲୋକ ଅସାଧାରଣ ମତ, ଅସାଧାରଣ ଚେଷ୍ଟା, ଅସାଧାରଣ ଉଚ୍ଚ ଆଶା ସମ୍ବନ୍ଧରେ ଯାହା କହନ୍ତି ତାହା ତୁମେ ବୋଧହୁଏ ଜାଣ। ଏହିସବୁ ଭାବକୁ ପାଗଳାମୀ କୁହନ୍ତି। ତେବେ ପାଗଳର କର୍ମକ୍ଷେତ୍ରରେ ସଫଳତା ଦେଖାଗଲେ ତାକୁ ପାଗଳ ନ କହି ପ୍ରତିଭାବାନ ମହାପୁରୁଷ କୁହାଯାଏ। ଏଠି ସାଧାରଣ ଶବ୍ଦ ପ୍ରଭୁ ବାରମ୍ବାର ଲଗେଇଛନ୍ତି। ଆଉ ତାଙ୍କ ପତ୍ନୀ କହୁଛନ୍ତି ମୁଁ ସାଧାରଣ ନୁହେଁ,
ସାଧାରଣ ଲୋକ ଯେମିତି ଘର କରିବ, ଚାକିରି କରିବ, ପାଠ ପଢିବ, ଚାକିରି କରିବ, ଡୁପ୍ଲେକ୍ସ କରିବ କି ଘର କରିବ, ତାଙ୍କ ସ୍ତ୍ରୀକୁ ଗୋଟେ ଗିଫ୍ଟ ଦବ, ଦେଖ ମୁଁ ଏତେ ସୁନ୍ଦର ଡୁପ୍ଲେକ୍ସ କଲି, ଗୋଟେ ଫ୍ଲାଟ କିଣିଲି, ଆଜି ତାଙ୍କୁ ହାର ଦେଲି, ଗହଣା ଦେଲି, ଏବଂ ତାଙ୍କ ସ୍ତ୍ରୀ ବହୁତ ଖୁସି ହଉଥିବ। ସେଭଳିଆ ପତି ମୁଁ ନୁହଁ, ସେଭଳି ନେଚର ମୋ ପାଖରେ ନାହିଁ। ମୁଁ ଏକଦମ ମୁଁ ଅସାଧାରଣକୁ ଭଲ ପାଏ। ମୁଁ ଗୋଟେ ପାଗଳ ଭଳି ସେସବୁ ଖୋଜେ। ଯେମିତି କୁହାଯାଇଛି, ମୋର କର୍ମ କ୍ଷେତ୍ରରେ ସଫଳତା ତ ଦୂର, ହଜାର ଲୋକଙ୍କ ମଧ୍ୟରେ 10 ଜଣ ଅସାଧାରଣ, ସେଇ 10 ଜଣଙ୍କ ମଧ୍ୟରେ ଜଣେ କୃତକାର୍ଯ୍ୟ ହୁଏ। ମୋର କର୍ମକ୍ଷେତ୍ରରେ ସଫଳତା ଦୂରର କଥା, ସମ୍ପୂର୍ଣ୍ଣ ଭାବରେ ଏପର୍ଯ୍ୟନ୍ତ କର୍ମକ୍ଷେତ୍ରରେ ଅବତରଣ ମଧ୍ୟ କରିପାରି ନାହିଁ, ଅତଏବ ମତେ ପାଗଳ ବୋଲି ଜାଣିବ ସେ କହୁଛନ୍ତି। ତାମାନେ ମୁଁ ଯାହା ଚାହୁଁଛି ପ୍ରଭୁ କହୁଛନ୍ତି, ସେ ପର୍ଯ୍ୟନ୍ତ ମୁଁ ସେ କ୍ଷେତ୍ରରେ ପାଦ ଦେଇନି। ଏବଂ ସେ ପାଦ ଦବା ପାଇଁ ମୋ ଭିତରେ ଯୋଉ ଭାବନା ସୃଷ୍ଟି ହଉଛି, ଯୋଉ ଉଦ୍ବେଳନ ସୃଷ୍ଟି ହଉଛି, ଏବଂ ସେଇ ନେଚରଟାକୁ ତମେ ଭାବିବ ଗୋଟେ ପାଗଳ ମୁଁ। ଆଉ ପାଗଳ ହାତରେ ପଡିବା ସ୍ତ୍ରୀ ଲୋକଙ୍କ ପକ୍ଷରେ ବଡ ଅମଙ୍ଗଳ। କାରଣ ସ୍ତ୍ରୀ ଜାତିର ସବୁ ଆଶା ସାଂସାରିକ ସୁଖ ଦୁଃଖର ଆବଦ୍ଧ। ପାଗଳ ତାର ସ୍ତ୍ରୀକୁ ସୁଖ ଦିଏ ନାହିଁ, ଦୁଃଖ ହିଁ ଦିଏ। ହିନ୍ଦୁ ଧର୍ମର ପ୍ରତିଷ୍ଠାଗଣ କଥା ବୁଝିଥିଲେ। ସେମାନେ ଅସାମାନ୍ୟ ଚରିତ୍ର, ଚେଷ୍ଟା ଓ ଆଶାକୁ ଖୁବ ଭଲ ପାଉଥିଲେ। ପାଗଳ ହେଉ ବା ମହାପୁରୁଷ ହେଉ, ସାଧାରଣ ଲୋକଙ୍କୁ ବଡ ବୋଲି ଭାବୁଥିଲେ। କିନ୍ତୁ ଏ ସକଳ ବସ୍ତୁରେ ସ୍ତ୍ରୀର ଯେ ଭୟଙ୍କର ଦୁର୍ଦ୍ଦଶା ହୁଏ, ତାହାର ପ୍ରତିକାର ନାହିଁ। ତା ପ୍ରତିକାର କାହିଁ ପ୍ରଭୁ କହୁଛନ୍ତି? ଋଷିଗଣ ଏ ଉପାୟ ଆବିଷ୍କାର କରିଥିଲେ। ସେମାନେ ସ୍ତ୍ରୀ ମାନଙ୍କୁ ଉପଦେଶ ଦେଇଥିଲେ, ତୁମମାନଙ୍କ ଏକମାତ୍ର ମନ୍ତ୍ର ହେଲା ପତି ହିଁ ପରମ ଗୁରୁ। ସ୍ତ୍ରୀ ସ୍ୱାମୀର ସହଧର୍ମିଣୀ। ସେ ଯେଉଁ କାର୍ଯ୍ୟକୁ ସ୍ୱଧର୍ମ ବୋଲି ଗ୍ରହଣ କରିବେ, ତହିଁରେ ସ୍ତ୍ରୀ ସାହାଯ୍ୟ କରିବ, ମନ୍ତ୍ରଣା ଦେବ, ଉତ୍ସାହ ଦେବ, ତାକୁ ଦେବତା ବୋଲି ମାନିବ, ତାଙ୍କ ସୁଖରେ ସୁଖ, ଦୁଃଖରେ ଦୁଃଖ କରିବ। କାର୍ଯ୍ୟ ନିର୍ବାହ କରିବା ଅଧିକାର, ସାହାଯ୍ୟ ଓ ଉତ୍ସାହ ଦେବା ସ୍ତ୍ରୀର ଅଧିକାର। ଗୋଟେ ସ୍ତ୍ରୀର କର୍ତ୍ତବ୍ୟ ବିଷୟରେ ପ୍ରଭୁ ସାରା ସଂସାରକୁ ଜଣେଇଥିଲେ। ଗୋଟେ ପତ୍ନୀ, ହିନ୍ଦୁ ପରମ୍ପରା, ଭାରତୀୟର ସଂସ୍କୃତି, ଭାରତୀୟର ଆଧାର, ଗୋଟେ ନାରୀର ଭୂମିକା, ଗୋଟେ ନାରୀର ଚରିତ୍ର, ଗୋଟେ ନାରୀର ଗୁଣ, ଗୋଟେ ପୁରୁଷ ଏବଂ ନାରୀର ସମ୍ପର୍କ, ଏ ଗୋଟେ ବିରାଟ ବଡ ସନ୍ଦେଶ ଦେଇଛନ୍ତି ସେ ଆମମାନଙ୍କୁ। କିନ୍ତୁ ଯେତେବେଳେ ଆମେ କହୁଛେ ସ୍ତ୍ରୀ ମାନଙ୍କୁ ଯେ ତମେ ସୀତା ସାବିତ୍ରୀ ଭଳି ହଉନ, ସେ ନିଶ୍ଚୟ ଉତ୍ତର ଆମକୁ ପାଖ ପାଇଁ ରଖିବେ, ତମେ ଶ୍ରୀରାମ ଶ୍ରୀକୃଷ୍ଣଙ୍କ ଭଳି ହଉନ, ସତ୍ୟବାନଙ୍କ ଭଳି ହଉନ। ସେ କ୍ଷେତ୍ରରେ ଅଲଗା। ଏଠି ସ୍ୱଧର୍ମ ମାନେ ପୁରୁଷ ଯୋଉ ଉଚ୍ଚତର ଜୀବନ ଯାପନ କରିବା ପାଇଁ ଚାହୁଁଛି, ତା ସହିତ ତାକୁ ତା ପାଦରେ ପାଦ ମିଶେଇକି ଚାଲିବ। ସେଇଥିପାଇଁ କୁହାଯାଏ, ଗୋଟେ ମହାନ ପୁରୁଷର ସଫଳତା ପଛରେ ସ୍ତ୍ରୀର ବହୁତ ହାତ ଅଛି। ଏବଂ ସେଇ ସ୍ତ୍ରୀର ହାତ ଅଛି ଯୋଉ ସ୍ତ୍ରୀ ଏକ ମହାନ କାର୍ଯ୍ୟ ପାଇଁ ତାଙ୍କୁ ସହଯୋଗ କରିବେ। ଅସାଧାରଣ ବ୍ୟକ୍ତିତ୍ୱକୁ ଏକ ଅସାଧାରଣ ବ୍ୟକ୍ତିତ୍ୱର ସହଯୋଗିନୀ ହେବେ। ସେ ଯେମିତି ଜଣେ ଋଷି ଥିଲେ, ତାଙ୍କ ପୁତ୍ର ସେ ବାହାରକୁ ଯାଇଛନ୍ତି, ତାଙ୍କ ପୁତ୍ର ଚାଲିଗଲା, ଦେହାନ୍ତ ହେଇଗଲା। କିଛି ଦିନ ପରେ ଋଷି ଫେରିଛନ୍ତି। ଋଷି ପତ୍ନୀ ଋଷି କହୁଛନ୍ତି, ଜାଣିଛ ଗୋଟେ କଥା କହିବି? ସେ କହିଲେ, କଣ କହିବ? ନା, ତମେ ଗୋଟେ ଜିନିଷ ଭଗବାନ ଗୋଟେ ଜିନିଷ ଆମକୁ ଦେଇଥିଲେ। ସେ ଋଷି କହିଲେ, ହଁ ସବୁ ତ ସେ ଦେଇଛନ୍ତି, ଆମର ପ୍ରତ୍ୟେକ ଜିନିଷ ତାଙ୍କର, କାହିଁନା ସେ ତାଙ୍କ ଜିନିଷକୁ ନେଇଗଲେ, ତମର ସେଥିରେ କିଛି ଦୁଃଖ କରିବାର ଅଛି? ଋଷି କହିଲେ, କାହିଁ ଦୁଃଖ କରିବାର କିଛି ନାହିଁ, ତାଙ୍କ ଜିନିଷ ସେ ନେଇଗଲେ ଦୁଃଖ କରିବାର କଣ ଅଛି? କାହିଁନା ଗତ କିଛି ଦିନ ତଳେ ତମ ପୁତ୍ର ସନ୍ତାନଟି ଚାଲିଗଲା। ଋଷି ପତ୍ନୀ କି କିଛି ସମୟ ଚାହିଁଲେ, କହିଲେ, ପୁତ୍ର ସନ୍ତାନ ଚାଲିଗଲା ତ ଏକ ଦୁଃଖ, କିନ୍ତୁ ତାହା ତ ଭଗବାନ ପାଖରେ ଆମେ ସମର୍ପିତ କରିବା, ବା ଆମ ଜ୍ଞାନ ବା ଆମ ପ୍ରଜ୍ଞା ଆମକୁ କେବେ ହେଲେ କଣ କରିବନି, ଦୋହଲେଇ ଦବନି। କିନ୍ତୁ ତା ଭିତରେ ଯୋଉ ଶାନ୍ତି ଆନନ୍ଦ ମିଳୁଛି, ତାହା ହଉଛି ତମର ଏଇ ଶକ୍ତି ସାମର୍ଥ୍ୟ, ଯାହା ମୋ ସାଧନା, ମୋ ତପସ୍ୟାର ପ୍ରଭାବରେ ତମେ ପ୍ରଭାବିତ ହେଇଛ, ଏବଂ ତମ ଭିତରେ ଶକ୍ତି ଏବଂ ସେ ସାମର୍ଥ୍ୟ ଜାଗ୍ରତ ହେଇଛି, ଏବଂ ତମେ ମତେ ସହଯୋଗ କରିଛ ଆଜିର ସାଧନାରେ। ମୁଁ ଯେ ଭାଙ୍ଗି ପାରିବିନି, ଯେ ମୁଁ ଯେ ଆହୁରି ଆଗକୁ ଚାଲିବି, ତମେ କେତେ ସୁନ୍ଦର ସହଯୋଗ କରିଛ। ପ୍ରଭୁ ଚାହୁଁଛନ୍ତି ଏଇ ଯୋଉ ସହଯୋଗିନୀ,
ତୁମେ ମୋର ସହଯୋଗ ହବ, ତୁମେ ମତେ ସହଯୋଗ କରିବା ପାଇଁ ଚାହୁଁଛ କି? ସେ ସହଯୋଗ ଚାହୁଁଛନ୍ତି। ବର୍ତ୍ତମାନ କଥା ହେଲା, ତୁମେ ହିନ୍ଦୁ ଧର୍ମର ପଥ ଅବଲମ୍ବନ କରିବ ନା ନୂତନ ସଭ୍ୟ ଧର୍ମର ପଥ ଗ୍ରହଣ କରିବ? ଅର୍ଥାତ୍ ହିନ୍ଦୁ ଧର୍ମର ଯୋଉ ମହାନତା ଅଛି ତାକୁ, ନା ସାଧାରଣ ନାରୀର ଯୋଉ ନୂତନ ସଭ୍ୟ ଏମିତି କରିବା, ଖାଇବା ପିଇବା ମୌଜ ମସ୍ତି କରିବା, ଏସବୁ ଭିତରେ। ତେଣୁ ସିଧା କଥା କହିଛନ୍ତି, ତୁମେ ଯେ ଗୋଟାଏ ସେ କହୁଛନ୍ତି ଯେ ପାଗଳର ଉପଯୁକ୍ତ ପାଗଳୀ ହେବାକୁ ଚେଷ୍ଟା କରିବ, ଯେପରି ଅନ୍ଧ ରାଜାଙ୍କ ମହିଷୀ ଚକ୍ଷୁଦ୍ୱୟରେ ବସ୍ତ୍ର ବାନ୍ଧି ନିଜେ ଅନ୍ଧ ସାଜିଥିଲେ। ସେ ଆମକୁ କହୁଛନ୍ତି, ସେ କହୁଛନ୍ତି ତୁମେ ପାଗଳ ସାଥିରେ ଏକ ପାଗଳୀ ହେବାକୁ ଚେଷ୍ଟା କରିବ, ତାହେଲେ ଗୋଟେ ପତ୍ନୀ ଗୋଟେ ପତିର ପାଦରେ ପାଦ ମିଶେଇ ଚାଲିପାରିବ। ଏମିତି ତାଙ୍କୁ ଇଣ୍ଟ୍ରୋଡକ୍ସନ ଦେଉଛନ୍ତି ପ୍ରଭୁ ତାଙ୍କ ମୃଣାଳି ଦେବୀକି। କିନ୍ତୁ ଶେଷରେ ଯୋଉ ମୂଳ କଥାଟି କହୁଛନ୍ତି, ସେ ପ୍ରଭୁ କହୁଛନ୍ତି ମୋର 3ଟି ପାଗଳାମୀ ଅଛି। ପ୍ରଥମ ପାଗଳାମୀ ହଉଛି ମୋର ଦୃଢ ବିଶ୍ୱାସ, ଭଗବାନ ଯେଉଁ ଗୁଣ, ଯେଉଁ ପ୍ରତିଭା, ଯେଉଁ ଉଚ୍ଚଶିକ୍ଷା ଓ ବିଦ୍ୟା, ଯେଉଁ ଧନ ମତେ ଦେଇଛନ୍ତି, ସେ ସବୁ କିଛି ଭଗବାନଙ୍କର। କେତେ ସୁନ୍ଦର ସନ୍ଦେଶ! ଏ ସବୁ ଯାହା ଦେଇଛନ୍ତି ସବୁ ଭଗବାନଙ୍କର। ଯେଉଁ ବିଦ୍ୟା, ଯେଉଁ ସାମର୍ଥ୍ୟ, ଯେଉଁ ଗୁଣ, ଯେଉଁ ଧନ, ସେ ସବୁ କିଛି ଭଗବାନଙ୍କର। ଯାହା ପରିବାରର ଭରଣ ପୋଷଣ ଲାଗେ, ଆଉ ଯାହା ନିତାନ୍ତ ଆବଶ୍ୟକ, ତାହା ହିଁ ନିଜ ନିମିତ୍ତ ଖର୍ଚ୍ଚ କରିବାର ଅଧିକାର ଅଛି। ଆଉ ଯାହା ବାକି ରହିଲା ତା ଭଗବାନଙ୍କୁ ଫେରାଇ ଦେବା ଉଚିତ। ମୁଁ ଯେଉଁ ସବୁ କିଛି ନିଜ ନିମିତ୍ତ, ନିଜ ସୁଖ ବିଳାସ ନିମିତ୍ତ ଖର୍ଚ୍ଚ କରେ, ତାହେଲେ ମୁଁ ଚୋର। କେତେ ସୁନ୍ଦର କଥା ପ୍ରଭୁ କହିଛନ୍ତି ଆମମାନଙ୍କୁ। ଭାଇ ବାପା ମାନେ, ଯଦି ଏଇ କନସେପ୍ଟ ସମସ୍ତଙ୍କ ଭିତରେ ଆସିଯିବ, ଯଦି ସାରା ସଂସାର ଲୋକମାନଙ୍କ ଭିତରେ ଏହି ଚେତନା ପ୍ରକାଶିତ ହବ ଯେ ମୋର ଆବଶ୍ୟକ, ନିହାତି ଆବଶ୍ୟକ ଯେତିକି ଜିନିଷ ମୋ ପାଇଁ ଦରକାର, ମୋ ପରିବାର ପାଇଁ ଓ ମୋ ନିଜ ପାଇଁ ଭରଣ ପୋଷଣ କରିବା ପାଇଁ, ଆଉ ବାକି ତକ ଯେ ମୋ ପାଖରେ ରହିଲେ ମୁଁ ଅନୁଭବ କରିବି ମୁଁ ଚୋର, ତାହେଲେ କେତେ ବିରାଟ ପରିବର୍ତ୍ତନ ହେଇଯିବ ପୃଥିବୀ ପୃଷ୍ଠର। ଗୋଟେ ଅର୍ଥର ଯୋଉ ଅନାଟନ ରହିଛି ମନୁଷ୍ୟ ସମାଜ ଭିତରେ, ତାହା ଯେ ରହିବ ତା ପ୍ରଶ୍ନ ଉଠୁନାହିଁ। ତେଣୁ ଏଇ କଥାଟିକୁ ଆମ ନିଜେ ପାଳନ କରିବା ସାଙ୍ଗେ ସାଙ୍ଗେ ଏଟା ସମସ୍ତ ଜନମାନସ ଭିତରକୁ ନବା ଆମମାନଙ୍କର କର୍ତ୍ତବ୍ୟ। 150ତମ ଜନ୍ମ ଜୟନ୍ତୀରେ ଏଇଟାକୁ ଆମେ ଟପିକ ଏଇଥିପାଇଁ ରଖିଛେ ଯେ କଥାଟି ଯେମିତି ସମସ୍ତଙ୍କ ପାଖରେ ପହଞ୍ଚି ପାରିବ। ପ୍ରଭୁ କହିଛନ୍ତି ମୁଁ ଯଦି ସେସବୁ କିଛି ନିଜ ନିମିତ୍ତ, ନିଜର ସୁଖ ବିଳାସ ନିମିତ୍ତ ଖର୍ଚ୍ଚ କରେ, ତାହେଲେ ମୁଁ ଚୋର। ହିନ୍ଦୁ ଶାସ୍ତ୍ର କହେ ଯେ ଭଗବାନଙ୍କ ନିକଟସ୍ଥ ଧନ ନେଇ, ଯାହା ଭଗବାନଙ୍କ ନିକଟରୁ ଧନ ନେଇ ତାହା ଫେରାଇ ଦିଏ ନାହିଁ, ସେ ଚୋର। ଏପର୍ଯ୍ୟନ୍ତ ଭଗବାନଙ୍କ 2 ଅଣା ଦେଇ ବାକି 14 ଅଣା ନିଜ ସୁଖରେ ଖର୍ଚ୍ଚ କରି, ହିସାବ ନିକାଶ କରି ସାଂସାରିକ ସୁଖରେ ମତ୍ତ ଅଛି। ଆମର ତ କଥାରେ ଅଛି, ଯାହା ସମ୍ପତ୍ତି ଅଛି ତାର 25% ବା ତାର 1/4 ଭାଗକୁ ଆମକୁ କଣ କରାଯିବ, ଜନମାନସରେ ବା ଧର୍ମ କାର୍ଯ୍ୟରେ ତାକୁ ବ୍ୟୟ କରାହବ। କିନ୍ତୁ ପ୍ରଭୁ ତ ଏଠି ଆହୁରି ଆଗକୁ ଚାଲିଗଲେ, ଆମକୁ ତ ଆହୁରି ବଡ କଥା କହିଛନ୍ତି ପ୍ରଭୁ। ଏଠି 25 ନୁହଁ, ଏଠି ପ୍ରଭୁ କହିଛନ୍ତି 2 ଅଣା ଦେଇ ବାକି 14 ଅଣା ନିଜ ସୁଖରେ ଖର୍ଚ୍ଚ କରି, ହିସାବ ନିକାଶ କରି ସାଂସାରିକ ସୁଖରେ ମତ ଅଛି। ଜୀବନଙ୍କ ମାନେ ସେଇଟା ବି ସେ ଚାହୁଁନାହାନ୍ତି, ମାତ୍ର 2 ଅଣା ସେ ନିଜକୁ ଭାରି କଷ୍ଟ ପାଉଛନ୍ତି, ବାକି 14 ଅଣା ମୁଁ ନିଜ ପାଇଁ ଖର୍ଚ୍ଚ କରୁଛି, ସେଥିରେ ତାଙ୍କୁ ସେ ପରିତାପ କରୁଛନ୍ତି। ଜୀବନର ଅର୍ଦ୍ଧାଂଶଟା ବୃଥାରେ କଟିଗଲା। ପଶୁ ମଧ୍ୟ ନିଜ ପରିବାରର ଉଦର ପୋଷଣ କରି କୃତାର୍ଥ ହୁଏ। କିନ୍ତୁ ସୁନ୍ଦର ଭାବରେ କହିଛନ୍ତି ପ୍ରଭୁ, ପଶୁ ମଧ୍ୟ, ପ୍ରଭୁ କହୁଛନ୍ତି ଏ ପଶୁ ତ ସେୟା କରୁଛି, ସିଏ ତ ତାର ଉଦର ପୋଷଣ କରିବା ପାଇଁ ପରିଶ୍ରମ କରିକି ସଞ୍ଚିକି ସିଏ ଖାଉଛି ପିଉଛି, ଆମେ ତ ସିଏ କରୁଛେ। ତାହେଲେ ପଶୁ ଆଉ ଆମ ଭିତରେ କଣ ଫରକ ଅଛି? ସିଏ ତ ଖାଉଛି ପିଉଛି, ସଂସାର କରୁଛି, ପଇସା ରୋଜଗାର କରୁଛି, ଆଉ ମୁଁ ତ ସେୟା କରୁଛି। ମୁଁ ଏତେ ଦିନ ପଶୁ ପ୍ରବୃତ୍ତି ଓ ଚୋର ବୃତ୍ତି କରି ଆସିଛି। ଏହି କଥା ବୁଝିପାରିଛି, ବୁଝିକରି ବଡ ଅନୁତାପ ଓ ନିଜ ଉପରେ ବିଶେଷ ଘୃଣା ଆସିଛି। ଆଉ ଏପରି ହେବ ନାହିଁ। ଏ ଜନ୍ମରେ ସେ ପାପ ଏତିକି। ଭଗବାନଙ୍କୁ ଦେବାର ଅର୍ଥ କଣ? ଏହାର ଅର୍ଥ ଧର୍ମ କାର୍ଯ୍ୟରେ ବ୍ୟୟ କରିବା, ଟୁ ସର୍ଭ ଦ ଡିଭାଇନ୍। ତେଣୁ ଭାଇ ଏ ସବୁ ଜିନିଷ ଆମେ ପଢୁଛେ, ଆଗରୁ ବି ଆମେ ଜାଣିଛେ,
କେତେ ଥର ଆମେ ତିନୋଟି ପାଗଳାମୀ ବି ପଢିକି ଆଲୋଚନା କରିଛେ। एक्चुअली टॉपिक तो या दिया है किंतु ये सब्जेक्टटा बर्तमान आम पे आसुची प्रभु कहते जे हुए एमिति एमिति हम समस्त हमको आह्वान करा जाउची एवं एटा को प्रत्येक चेतना भीतर प्रवेश करिया पे कह जाउची। जदि हमर समस्त अर्थ प्रथम शर्त होची निज पई एवं निजर जहा किछ आवश्यकता अछि ताहा पूर्ण कर साला परे निहाती आवश्यकता बाकी तक अर्थ को टू सर्व द डिवाइन प्रभु कहते परोपकार धर्म आश्रित को रक्षा करिबा महाधर्म। तापर कहते जे दुर्दिनर समस्त देश मो द्वारा आश्रित मोर 30 कोटी भाई भौणी एही देश अछंती सेमानक मध्यरु अनेक अनाहार रे मरछंती अधिकांश दुख कष्ट जर्जरित होई कौन से मते बंची रहउछंती सेमान कल्याण साधन मते करिया को हबो सेतिबे को जाउजी टू सर्व द डिवाइन टू सर्व द ह्यूमैनिटी नेशन तापर टू सर्व द नेशनैलिटी टू सर्व द फैमिली एंड सोसाइटी निज पे हमर समस्त प्रभु कहउछंती हमर समस्त अर्थ प्रभु तो निज पे कहउनांती से आम मान पे कहउछंती से तो भगवान सी ये सब तो आम जदि आम किए भाविबा जे प्रभु तांको पागलामी विषय कि लिखिछंती एवं सेटा तांको मैटर ना 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 प्रभु आमको ही ये बाणीटा देइछंती तुम एमिति हुओ आमको हबाक पड़िबो भाई भौणी माने कारण कुआई कौन पे हमको तीनोटी पागलामी हमको बारंबार हमको आम मर्मे मर्मे आको आम धारण करिया मर्मे मर्मे आको आम परितोष करिया मर्मे मर्मे आको आम आचरण करिबा ता कारण होची जे प्रभु जदि पागल ताले कथार अच्छी केते जेनेटिक गुण अच्छी जदि बापा पागल ताले ता छुआ पागल बापार पागलामी किछि अंश छुआ पाखे थाए आमे ताके संतान आम पाखरे तांको पागलामी ट्रांसफर होउची जदि आम पागलामी आम भीतर न रहइबो ताले आमे तांको संतान बोली निजो केमते कहि परिया आई एम श्रीरंजन मो श्रीरंजन संतान बोली तेणु मो संतान ए पागलामी मो पाखे भी अच्छी प्रभुकर किसी मात्रा पागलामी अच्छी आगे किसी मात्र पागलामी तो अच्छी ना आम एक संख्या शुणु ना ये वर्षा झड़ी पवन कि आम बसी न था आम एक आलोचना कर न मस जाके आलोचना चली माने पाचर करे जाऊे भी आम पैसा आम अर्थ भी खर्च करुचे आम लगिचे पागलामी आम भी अच्छी हुए तो क्या 1% क्या 5% क्या 10% क्या किसी ना किसी परसेंट हूँ तो परसेंट भैराइटी रही किंतु ये पागलामी भीतर अच्छी एवं आम पागलामी उत्तर उत्तर वृद्धि हम एवं यही पागलामी एक महामानव आमको परिणत कर श्रीनंदा पूर्व कहले जे ये पागलामी गोटे महामानव परिणत कर ये पागलामी आम पतित होनी नष्ट हो पागलामी एक 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 विकृत पागलामी नुह ये हूँ उच्च कोटि जीवन एक पागलामी महान हबार पागलामी उच्चतर जीवन को उठी जबार पागलामी भगवतमय जीवन हो जबार पागलामी बा रूपांतर हबार पागलामी प्रभु कौन कहूच ए विषय तुम्हें मोर सहधर्मिणी हम प्रभु आह्वान कर पत्नी को हम हम तुम मो सहधर्मिणी एसबू जिनस तुम्हें मो सहित सेयार कर आमको आह्वान कर प्रभु मध्यम हम सहजात्री हम ये पथ मोर माने सहजात्री मोर हम यही पथे आरभ केवल साधारण लोक परी भोजन करी सामान्य परिधान करी एवं जहाँ अत्यावश्यक ताहा किनी बाकी सबकि भगवान को अर्पण करी यही मोर इच्छा तुम्हें सम्मति देले त्याग स्वीकार कर पारे मोर लक्ष्य पूर्ण हो पार तुम्हें लिखिछ मोर कौन सी उन्नति होना यही जे गोटे उन्नतिर पथ देखाईदेली से पथरे यात्रा कर कि सेकेंड प्रभु कहते द्वितीय पागलामी अल्प दिन है मत चापी धरी पागलामीटा जे कौन से प्रकार भगवान साक्षात दर्शन लाभ करने को हम आजिकाली धर्म कथा कथा भगवान को नाम नेबा समस्त समक्ष प्रार्थना करवा आजिकल जहाँ लगे जाइए सबुठी नाम ना विभिन्न टिके कथार आल्लाह अकबर कही सेठी माने भयंकर काम सब करवा जय श्रीराम कही गंडोल करवा तापरे ना नहीं
ଅନେକ ଅନେକ କଥାରେ କିନା ଛାତିରେ ପ୍ରାର୍ଥନା କରିକି ଗୋଟେ ସବୁ ମାନେ ଭଣ୍ଡ ମାନେ ସବୁ ବିଭିନ୍ନ ପ୍ରକାର ଠକିବା ଲୋକମାନଙ୍କୁ ଆମେ ସବୁ ଦେଖୁଛୁ ଏସବୁ ଜିନିଷ। କେତେ କୋଉଠି କେତେ କଥା ଚାଲିଛି ବିଭିନ୍ନ ଜାଗାରେ କିନା ଫିଲ୍ମ ଗୀତରେ କିନା ଅଷ୍ଟପ୍ରହରୀଠୁ ଆରମ୍ଭ କରିକି ବିଭିନ୍ନ ପ୍ରକାର କଥା ଚାଲିଛି। କେତେ ପ୍ରକାର ଆମେ ମାନେ ଧାର୍ମିକ ବୋଲି ଆମ ଲୋକମାନେ କେତେ କାହାକୁ ଦେଖେଇ ହଉଛନ୍ତି, ବିଭିନ୍ନ ପ୍ରକାର ଡ୍ରେସ ପିନ୍ଧୁଛନ୍ତି, ଆଜି ଧଳା କିଏ ଗରିବ କିଏ ପୁରା ହ୍ୱାଇଟ, ଏବଂ ଆମ ମାନଙ୍କୁ ତ ଆମ ସୁନ୍ଦର ଜଗତ ସେଆ ନୁହଁ। ଏ ଜିନିଷ ଦେଖେଇ ହେବା ପାଇଁ ପ୍ରଭୁ କହୁଛନ୍ତି ନା, ଏବଂ ତାହା ମୁଁ ଚାହେଁ ନାହିଁ ପ୍ରଭୁ କହୁଛନ୍ତି। ଏବଂ ପ୍ରଭୁ ତ ବହୁତ ଆଗକୁ ନେଇଛନ୍ତି, ଦେଖେଇ ହବାଟାକୁ ପ୍ରଭୁ ତ ଆହୁରି ଆଗକୁ ନେଇଛନ୍ତି। ସାବିତ୍ରୀରେ ଆହୁରି ଡିପଲି କହିଛନ୍ତି ଆସେଟିକ ପ୍ୟୁରିଟି ଉପରେ। ଏବଂ ଗୋଟେ ବହୁତ ସୁନ୍ଦର କାହାଣୀ ଅଛି। ଥରେ ଜଣେ ଜୈନ ସନ୍ନ୍ୟାସୀ ଆସିଛନ୍ତି ଦିଲ୍ଲୀ, ସୁରେନ୍ଦ୍ରନାଥ ଜୋହର ସେ ପ୍ରୋଗ୍ରାମ ରେ ଥିଲେ, ଏବଂ ସେ ଯେତେବେଳେ ଯାଉଛନ୍ତି ଚାଲିକି ସେ ତଳେ ଚାଲିବେନି, ତାଙ୍କ ଉପରେ ସବୁ ପାଦ ହାତ ରଖାହବ, ତଳେ ଯୋଉ ତଳେ ପାପୁଲି ମାନେ ହାତ ରଖାହବ ଏବଂ ସେ ପାପୁଲି ଉପରେ ପାଦ ଥୋଇ ଥୋଇ ଯିବେ, ମାନେ ସେ ତଳେ ଚାଲିବେନି, ତାଙ୍କ ପାଦ ତଳେ ରହିବନି। ଆଶ୍ଚର୍ଯ୍ୟ ଲାଗିଲା। ସୁରେନ୍ଦ୍ରନାଥ ଜୋହର ତାଙ୍କୁ ଗୋଟେ କୋଶ୍ଚିନ୍ କରିଥିଲେ ନା ମାନେ ଆପଣ ଡିଟାଚମେଣ୍ଟ ଆପଣଙ୍କର କିଛି ଡିଟାଚମେଣ୍ଟ ଉପରେ ସେ ସ୍ପିଚ ଦଉଥିଲେ। ଶେଷରେ ସୁରେନ୍ଦ୍ରନାଥ ଜୋହର ତାଙ୍କୁ ଭଲ କୋଶ୍ଚିନ୍ ଟେ କରିଥିଲେ, ଆପଣ ଡିଟାଚମେଣ୍ଟ ସାଥିରେ ଆଟାଚମେଣ୍ଟ ହେଇଯାଇଛନ୍ତି, ଅନାସକ୍ତି ସାଥିରେ ଆସକ୍ତି ତାଙ୍କର ଅଛି। ଏଇ କେତେ ଅଛି ଏଇଭଳି ଆମେ ହଜାର ହଜାର ଉଦାହରଣ ବାଟ ଆମେ ଆଗର ପଛରେ ଆମେ ଦେଖୁଛେ, ଯାହାକୁ ନେଇକି ସାରା ଦୁନିଆ ପ୍ରଲୁବ୍ଧ ହେଇକି ଅଛି। ଆପଣ ଯଦି ଯିବେ ପାର୍ଚେରୀ କରିବା ପାଇଁ ହୁଏତ କିଛି ଲୋକ ଆସିବେ, କିନ୍ତୁ ଯଦି ଦାଢି ଚୁଟି ଆଉ ଗାରିକ ବସ୍ତ୍ର ପିନ୍ଧିକି ଗୋଟେ ଖାଲି ଗୋଟେ ଚିତ୍ରାଳୟରୁ ଆଣିକି ପିନ୍ଧିକି ଗଲେ ବି ଲୋକମାନେ ଦୌଡିଥିବେ। ତେଣୁ ଏଇ ଜିନିଷ ଯୋଉ ଦେଖେଇ ହବାର ଯୋଉ ଗୁଣ ଭିତରେ କିଛି ନାହିଁ, ବାହାରେ ଗୋଟେ ଦେଖେଇ ହବା, କାରଣ ଲୋକମାନଙ୍କ ଯୋଉ ଆକର୍ଷଣ ଅଛି ଏବଂ ସେ ଆକର୍ଷଣକୁ ଆହୁରି ଆକର୍ଷିତ କରିବା ପାଇଁ ଯୋଉ ଦେଖେଇ ହବା, କଥା କଥାରେ ନା ନବା, ଏସବୁ ଜିନିଷ ପ୍ରଭୁ କହିଛନ୍ତି ତାହା ମୁଁ ଚାହୁଁନାହିଁ। ସେ ଈଶ୍ୱର ଯଦି ଥାଆନ୍ତି ତାର ଅସ୍ତିତ୍ଵ ଅନୁଭବ କରିବା ଏବଂ ତାଙ୍କ ସଙ୍ଗେ ସାକ୍ଷାତ କରିବାର କୌଣସି ନା କୌଣସି ପଥ ନିଶ୍ଚୟ ଥିବ। ପ୍ରଭୁ କଥା କହିବେ ନିଶ୍ଚୟ ଥିବ। ପ୍ରଭୁ ତ ଯାଇ କହୁଛନ୍ତି, ଏକ୍ଜାକ୍ଟ ଆମକୁ ସେ କଥା କହୁଛନ୍ତି ଅଛି, ଆମକୁ ସେ କହୁଛନ୍ତି ଯେ ଏମିତି ନୁହଁ, ତୁମେ ଏମିତି ହୁଅ ନା, ଏମିତି ଦେଖେଇ ହୁଅ ନା ଟିକେ ଟିକେ କଥାରେ। ଆମେ କେତେ ଉପାୟରେ କିନା ଆମେ ନିଜକୁ ଠକୁଛୁ ଦେଖେଇକି ଆମ ଅହଙ୍କାର ଟାକୁ ଆଗକୁ ସାମ୍ନାକୁ ଆଣୁଛୁ। ସେ ପ୍ରଭୁ କହୁଛନ୍ତି ନା ଏମିତି ନୁହେଁ, ଭଗବାନ ଅଛନ୍ତି ଏବଂ ତାଙ୍କ ଅସ୍ତିତ୍ୱ ଅନୁଭବ କରିବା, ତାଙ୍କ ସଙ୍ଗେ ସାକ୍ଷାତ କରିବାର କୌଣସି ନା କୌଣସି ପଥ ନିଶ୍ଚୟ ଅଛି। ସେ ପଥ ଯେତେ ଦୁର୍ଗମ ହେଉନା କାହିଁକି, କେତେ ସୁନ୍ଦର କଥା କହିଲେ, ସେ ପଥ ଯେତେ ଦୁର୍ଗମ ହଉନା କାହିଁକି, କାରଣ ପ୍ରଭୁ ଜାଣିଥିଲେ ଯୋଉ ଦୁର୍ଗମ ପଥ ବିଷୟରେ ପ୍ରଭୁ ଅଭିଜ୍ଞ ଥିଲା। ସେ ଜାଣିଛନ୍ତି ପଥ ଦୁର୍ଗମ, କିନ୍ତୁ ସେ ଯେତେ ଦୁର୍ଗମ ହଉନା କାହିଁକି, ଏବଂ ତାଙ୍କର ଯୋଉ ଗଡ୍ସ ଲେବରରେ କେତେ କେତେ ସୁନ୍ଦର ସେ ଲେଖିଥିଲେ, ଯୋଉ ଦୁର୍ଗମ ଉପରେ ଯିଏ ଆଣିବ ସ୍ୱର୍ଗ ରାଜ୍ୟ ଏହି ରସା ତଳେ, ବୁଡିବାକୁ ହେବ ତାକୁ ନର୍କର ଅତଳେ, ସହିବାକୁ ହେବ ତାକୁ ଭୂ ପ୍ରକୃତିର ଭାର, ଚାଲିବାକୁ ହେବ ପଥ ମର୍ମ ଯନ୍ତ୍ରଣାର। ଜାଣିଥିଲେ ପଥ ଦୁର୍ଗମ, ଆମେ ଜାଣିଛେ ପଥ ଦୁର୍ଗମ। ଯିଏ ଆଣିବ ସ୍ୱର୍ଗ ରାଜ୍ୟ ଏହି ରସାତଳ, ଯିଏ ସ୍ୱର୍ଗ ରାଜ୍ୟକୁ ରସାତଳକୁ ଆଣିବ ଏବଂ ଏ ସ୍ୱର୍ଗ ରାଜ୍ୟକୁ ପ୍ରତିଷ୍ଠା କରିବା ପାଇଁ ଚାହିଁବ, ତାକୁ ତ ବୁଡିବାକୁ ହବ ନର୍କର ତଳେ। ଆଉ ପ୍ରଭୁ ତ କାମ କରିବେ, ଜାଣିଥିଲେ କାମ ବହୁତ କଷ୍ଟ, ବହୁତ ଯେତେ ଯନ୍ତ୍ରଣା ସହିବାକୁ ହେଲେ ମଧ୍ୟ ପ୍ରଭୁ କହୁଛନ୍ତି ମୁଁ ତାକୁ ସହିବି, କିଛି ଅସୁବିଧା ନାହିଁ, ଯେତେ ଦୁର୍ଗମ ହଉନା କାହିଁକି, ମୁଁ ସେ ପଥରେ ଯିବାର ଦୃଢ ସଂକଳ୍ପ କରି ବସିଛି। ହିନ୍ଦୁ ଧର୍ମ କହେ ସେ ପଥ ନିଜ ଶରୀର ଓ ନିଜ ମନ ମଧ୍ୟରେ ଅଛି, ଯିବାର ପଥ ଦେଖାଇ ଦେଇଛି। ମୁଁ ସେଇ ସବୁ ପାଳନ କରିବାକୁ ଆରମ୍ଭ କରିଛି। ମାସକ ମଧ୍ୟରେ ଅନୁଭବ କରିପାରିଲି ଯେ ହିନ୍ଦୁ ଧର୍ମର କଥା ମିଥ୍ୟା ନୁହେଁ। ଯେଉଁ ଯେଉଁ ସୂଚନା ଓ ଚିହ୍ନର କଥା କହିଛି ସେସବୁ ଉପଲବ୍ଧି କରିଛି। ବର୍ତ୍ତମାନ ମୋର ଇଚ୍ଛା ତୁମକୁ ସେଇ ପଥରେ ନେଇଯିବାକୁ। ଠିକ ମୋ ସଙ୍ଗେ ତୁମେ ଚାଲି ଯାଇପାରିବ, କାରଣ ତୁମର ଏତେ ଜ୍ଞାନ ନାହିଁ, କିନ୍ତୁ ମୋ ପଛେ ପଛେ ଆସିଲେ କୌଣସି ବାଧା ନାହିଁ। ସେଇ ପଥରେ ସମସ୍ତଙ୍କ ସିଦ୍ଧି ଲାଭ କରିପାରନ୍ତେ, କିନ୍ତୁ ପ୍ରବେଶ କରିବାର ଇଚ୍ଛା ଉପରେ ନିର୍ଭର କରେ। ସେ ପଥରେ ସମସ୍ତେ ସିଦ୍ଧି ଲାଭ କରିପାରନ୍ତି, ପ୍ରଭୁ କହୁଛନ୍ତି। ଏଠି ସମସ୍ତେ ଲଗେଇ ଦେଇଛନ୍ତି, କିଛି କହିନାହାନ୍ତି ଏଇ କିଛି ଲୋକ କରିପାରିବେ ବୋଲି। ଏଇ ପଏଣ୍ଟ ଆମ ପାଇଁ ବହୁତ ଇମ୍ପୋର୍ଟାଣ୍ଟ। ସେ ପଥରେ ସମସ୍ତେ ସିଦ୍ଧି ଲାଭ କରିପାରନ୍ତେ, କିନ୍ତୁ ପ୍ରବେଶ କରିବାର ଇଚ୍ଛା ଉପରେ ନିର୍ଭର କରେ। କେହି ତୁମକୁ ଧରି ନେଇ ଚାଲି ଯାଇ ପାରିବେ ନାହିଁ। ଜବରଦସ୍ତି କରିନାହାନ୍ତି ପ୍ରଭୁ ତାଙ୍କ ପତ୍ନୀକୁ, ଅର୍ଥାତ୍ ଜବରଦସ୍ତି ସେ କରୁନାହାନ୍ତି ଆମ କାହାକୁ। ସେ କହୁଛନ୍ତି ସେଇ ପଥରେ ତୁମକୁ କେହି ଧରି ନେଇ ପାରିବେ ନାହିଁ,
ଯଦି ତୁମର ଏଥିରେ ମତ ଥାଏ ତେବେ ଏ ବିଷୟରେ ମୁଁ ଆହୁରି ଲେଖିବି, ତୁମେ ଚାହୁଁଛ ଯଦି ତାହେଲେ ତମକୁ ମୁଁ ଏଥିରେ ସାହାଯ୍ୟ କରିବି। କିନ୍ତୁ ଅମାୟିକ ଭାବେ ପ୍ରଭୁ କହୁଛନ୍ତି, କହୁନାହାନ୍ତି ନା ତମକୁ ଯିବାକୁ ହବ କାରଣ ତମ ପତ୍ନୀ, ତମ କଥା ମାନିବାକୁ ହବ, ମୋ କଥା କରିବାକୁ ହବ। ଆମେ ଯେମିତି ଆମେ ଘରେ ଗାନେ କହିଦଉ, ତମେ ଜାଣ ମୁଁ ଯୋଉ ପାର୍ଥକ୍ୟରୁ ଯାଉଛି ତମ ପାର୍ଥକ୍ୟ ସାଥିରେ ଯିବାକୁ ପଡିବ, ତମେ ଜବରଦସ୍ତି ବସିକି ଦୁର୍ଗା ସ୍ତୋତ୍ର ପାଠ କରିବ, ତମେ ଜବରଦସ୍ତି କରିକି ମା ବହି ପଢିବ। ପ୍ରଭୁ ସେ ଜବରଦସ୍ତି କରୁନାହାନ୍ତି କହିଲେ, ପ୍ରଭୁ କେତେ ସଫ୍ଟଲି, କେତେ ସୁଇଟଲି, କେତେ ଲଭଲି ତାଙ୍କ ସ୍ତ୍ରୀଙ୍କ ସହିତ ଡିଲ୍ କରୁଛନ୍ତି ଏବଂ ସେଇ ପଥରେ ସମସ୍ତେ ସିଦ୍ଧି ଲାଭ କରିପାରନ୍ତି। କେତେ ସୁନ୍ଦର କହୁଛନ୍ତି, ତୁମକୁ ଯଦି ତୁମର ଏଥିରେ ମତ ଥାଏ ତେବେ ବିଷୟରେ ମୁଁ ତମକୁ ଆହୁରି ଲେଖିବି ବୋଲି କହୁଛନ୍ତି। ଯଦି ତୁମେ ଚାହୁଁଛ, ତେଣୁ ଆମମାନଙ୍କୁ କେତେ କୋମଳ ହବା ପାଇଁ ପଡିବ ଆମ ମାନେ କାର୍ଯ୍ୟ କ୍ଷେତ୍ରରେ ଏବଂ ପରିବାର ଭିତରେ, ଆମ ରିଲେସନ ଭିତରେ। ପ୍ରଭୁ ଆମକୁ ଶିକ୍ଷା ଦଉଛନ୍ତି ଯେ ଆମକୁ ଏଇଭଳି ହବାକୁ ପଡିବ, ଏଇଭଳି ଅନ୍ୟମାନଙ୍କ ସହିତ ଡିଲ୍ କରିବାକୁ ପଡିବ ସମସ୍ତଙ୍କ ସାଥିରେ। ଏବଂ ବିଶେଷ କରି ଆମେ ଯଦି ସଂସାର କରିଛେ ଆମ ପତ୍ନୀ ମାନଙ୍କ ସହିତ ଆମ ସମ୍ପର୍କ ଏମିତି ରହିବ, ଆମେ ଯଦି ତାଙ୍କ ଭଳି ଏକ ପାଗଳ ହେଇଥିବା ଏବଂ ନିଶ୍ଚୟ ଆମେ ତାଙ୍କର ଏକ ସନ୍ତାନ ହିସାବରେ ତାଙ୍କ ପାଗଳାମି ଆମ ସମସ୍ତଙ୍କ ଭିତରେ ଥିବ। ଏବଂ ଯଦି ପାଗଳୀ ହେଇଗଲେ କିଏ ସେ ତାର କିଛି ଅସୁବିଧା ନାହିଁ ପ୍ରଭୁ କହୁଛନ୍ତି। ଏବଂ ପାଗଳୀ ହେବା ପାଇଁ ସେ କହୁଛନ୍ତି ପାଗଳୀ ହୁଅନ୍ତୁ, ସମସ୍ତେ ପାଗଳ ହୁଅନ୍ତୁ ଏବଂ ପାଗଳୀ ମଧ୍ୟ ହୁଅନ୍ତୁ। ତୃତୀୟ ପାଗଳାମି ହଉଛି ଏଇ ଯେ ଅନ୍ୟ ଲୋକମାନେ ସ୍ୱଦେଶୀ ଗୋଟାଏ ଜଡ ପଦାର୍ଥ, କେତେ ଗୁଡିଏ ପଡିଆ ଜମି, ଶସ୍ୟ କ୍ଷେତ୍ର, ପର୍ବତ, ନଦୀ ବୋଲି ଜାଣନ୍ତି। ମୁଁ କିନ୍ତୁ ସ୍ୱଦେଶୀକୁ ମା ବୋଲି ଜାଣେ, ଭକ୍ତି କରେ, ମା ବୋଲି ଜାଣେ ବୋଲି କହିଛନ୍ତି ପ୍ରଭୁ। ସ୍ୱଦେଶୀକୁ ଭକ୍ତି କରେ, ପୂଜା କରେ। କେତେ ବଡ କଥା କହିଛନ୍ତି। ଆମ ଭିତରେ ହୁଏତ ସେ ଫିଲିଙ୍ଗସ୍ ଆମେ ଜାଣିଛେ, କିନ୍ତୁ ଅନୁଭବ ଗୋଟେ ନିଆରା କଥା। ସେ ମା, ପ୍ରଭୁ କହୁଛନ୍ତି ମୋ ମା, ଭାରତ ବର୍ଷ ମୋର ମା, ମାଟି ଗୋଡି ପଥର ନଦୀ ଗଛ ପତ୍ର ଦେଶ ନୁହେଁ। ତେଣୁ ତାପରେ ପ୍ରଭୁ କେତେ ସୁନ୍ଦର ଭାବରେ କହିଛନ୍ତି ମା ମାନେ, ସେ କହୁଛନ୍ତି What is our nation? It is not a piece of earth, it is mighty Shakti, as composed of Shaktis of all the millions of units. आज भवानी महिषा मर्दिनी ବୋଲି କହୁଛନ୍ତି। ସମସ୍ତଙ୍କ ୟୁନିଟ୍ ଚେତନା ଯେତେବେଳେ ଶକ୍ତି ୟୁନିଟ୍ ହେଇଯାଉଛି, ୟୁନିଟ୍ରେ ଏ ଭାରତ ବର୍ଷ ହେଉଛି ଆଜ ମହିଷା ମର୍ଦିନୀ ମହାଶକ୍ତି ଦୁର୍ଗା। ଦୁର୍ଗା ସ୍ତୋତ୍ର ପ୍ରଭୁ ସେଇଠୁ ସେଇ କନସେପ୍ଟରୁ ଆରମ୍ଭ କରିଛନ୍ତି ଦୁର୍ଗା ସ୍ତୋତ୍ର। ତାକୁ ସେ ମା ବୋଲି ପ୍ରଭୁ ଉଦାହରଣ ଦେଇଛନ୍ତି। ଏବଂ ସେ କହୁଛନ୍ତି ମୁଁ ଭକ୍ତି କରେ, ପୂଜା କରେ। ମା ଛାତି ଉପରେ ବସି ଯଦି ଏକ ରାକ୍ଷସ ରକ୍ତପାନରେ ଉଦ୍ୟତ ହୁଏ, ତାହେଲେ ପୁଅ କଣ କରେ? ନିଶ୍ଚିତ ଭାବେ ଆହାର କରିବାକୁ ବସେ, ସ୍ତ୍ରୀ ପୁତ୍ରଙ୍କ ସଙ୍ଗେ ଆମୋଦ ପ୍ରମୋଦ କରିବାକୁ ବସେ, ନା ମାକୁ ଉଦ୍ଧାର କରିବା ନିମିତ୍ତ ଦୌଡ଼ିଯାଏ? ସେ ପ୍ରଭୁ ସେତେବେଳେ ଲେଖିଥିଲେ, ପ୍ରଭୁ ଏବେ ବି ଲେଖୁଛନ୍ତି। ଆମମାନଙ୍କ କଥା ବି ସେ କହୁଛନ୍ତି। ଏବେ ବି ରାକ୍ଷସ ରକ୍ତପାନ କରୁଛି। ସେ ରାକ୍ଷସ କଣ? ସ୍ୱାର୍ଥ, ଭୟ, କ୍ଷୁଦ୍ର ସ୍ୱାର୍ଥରେ ମ୍ରିୟମାଣ ଭାରତ ବୋଲି ପ୍ରଭୁ କହୁଛନ୍ତି। ଏବେ ବି ସେ କ୍ଷୁଦ୍ର ସହାୟତା, ସ୍ୱାର୍ଥ, କ୍ଷୁଦ୍ର ସହାୟତା, ଏ ସବୁ ଜିନିଷ ରାକ୍ଷସ ଭଳି ଏବେ ବି ମାର ଆମର ରକ୍ତ, ମା ଛାତି ଉପରେ ବସି ରକ୍ତପାନ କରିବା ପାଇଁ ଚାହୁଁଛି। ଏବଂ ଆମମାନଙ୍କୁ ଏବେ ବି ଆମେ ବସିବାର ସମୟ ନୁହେଁ। ପୂର୍ଣ୍ଣାଙ୍ଗ ସ୍ୱାଧୀନତା ହେଇଛି, କିନ୍ତୁ ପୂର୍ଣ୍ଣାଙ୍ଗ ସ୍ୱାଧୀନତା ଏବେ ବି ଅଭାବ ଅଛି। ଯଦି ପୂର୍ଣ୍ଣାଙ୍ଗ ସ୍ୱାଧୀନତା ହେଇଥାନ୍ତା ତାହେଲେ ପ୍ରଭୁ ଦୁର୍ଗା ସ୍ତୋତ୍ର ଭଳି ଗୋଟେ ଜିନିଷ ନଥାନ୍ତା ଆମ ପାଇଁ। କାରଣ ପ୍ରଭୁ ସେ ଦୁର୍ଗା ସ୍ତୋତ୍ର ମାଧ୍ୟମରେ ଆମକୁ କହୁଛନ୍ତି ଜାଗ୍ରତ ହୁଅ, ଉଠ, ଆମକୁ ବହୁତ କିଛି କାମ କରିବାକୁ ଅଛି। ତେଣୁ ଏବେ ବି ସେ ହେଲା, ଏବେ ବି ଆମେ ଆମୋଦ ପ୍ରମୋଦ କରିବାକୁ ନା ବସିବା, ନା ମାଙ୍କୁ ଉଦ୍ଧାର କରିବା ନିମିତ୍ତ ଦୌଡିସ। ନିଶ୍ଚିତ ଭାବେ ଆହାର କରିବାକୁ ବସେ, ନା ସ୍ତ୍ରୀ ପୁତ୍ରଙ୍କ ସଙ୍ଗେ ଆମୋଦ କରିବାକୁ ବସେ, ନା ମାଙ୍କୁ ଉଦ୍ଧାର କରିବା ନିମିତ୍ତ ଦୌଡିଯାଏ। ମୁଁ ଜାଣେ ଏହି ପତିତ ଜାତିକୁ ଉଦ୍ଧାର କରିବା ନିମିତ୍ତ ବଳ ମୋ ଶରୀରରେ ଅଛି। ଶାରୀରିକ ବଳ ନୁହେଁ, ତରବାରୀ ବା ବନ୍ଧୁକ ନେଇ ମୁଁ ଯୁଦ୍ଧ କରିବାକୁ ଯାଉନାହିଁ। ଜ୍ଞାନର ବଳ, କ୍ଷେତ୍ର ତେଜ, ମାତ୍ର ତେଜ ନୁହେଁ, ବ୍ରହ୍ମ ତେଜ ମଧ୍ୟ ଅଛି। ଆମେ ତ ଜାଣିଛେ ବ୍ରହ୍ମ ତେଜ ବିଷୟରେ। କେବଳ କ୍ଷେତ୍ର ତେଜ ନୁହେଁ, ବ୍ରହ୍ମ ତେଜ। ଅର୍ଜୁନ କହୁଛନ୍ତି ଶ୍ରୀକୃଷ୍ଣଙ୍କୁ, ଏଠି ଯୋଦ୍ଧା କଣ କରିବି? ସାମ୍ନାରେ ଏତେ ସୈନ୍ୟ, ଏତେ ବଡ ବଡ ଯୋଦ୍ଧା। ଶ୍ରୀକୃଷ୍ଣ କହୁଛନ୍ତି
से काम ମୁଁ ସାରିଛି, ସେ କାମ ସାରି ଦେଇଛି, ସେ କାମ ବାକି ନାହିଁ, ସେ କାମ ମୁଁ ସାରି ଦେଇଛି। ଏବଂ ତାଙ୍କୁ ଦିବ୍ୟ ଦର୍ଶନରେ ଦେଖାଉଛନ୍ତି ଯେ ସବୁ କିଛି ଯାଉଛି ଯେ ହେଲା ଏସବୁ କେମିତି କିଏ ମାରିଲା, ସବୁ କିଏ କାହାକୁ ମାରିଲା ଦେଖି କହିଲେ। ବେଲାଳସେନ କହିଲେ ମୁଁ ତ ଜାଣିନି, ମୁଁ ଖାଲି ଦେଖିଛି ଗୋଟିଏ ଚକ୍ର ସମସ୍ତଙ୍କୁ ସଂହାର କରି ଚାଲିଛି, ଏତିକି ହିଁ ଦେଖିଛି, କିଛି ଦେଖିଛି। ଯୁଦ୍ଧରେ ସ୍ୱାଧୀନତା ଯେତେବେଳେ ଶ୍ରୀଅରବିନ୍ଦ ଉପହାର ଥିଲା, ଏଟା ଭଗବାନଙ୍କର ଉପହାର ଥିଲା ଶ୍ରୀଅରବିନ୍ଦ ପ୍ରତି ଠିକ ତାଙ୍କ ଜନ୍ମଦିନରେ। ନାଇଁ ନା, ସେଇ ଥିଲା ବ୍ରହ୍ମତେଜ ଯେ ଭାରତ ବର୍ଷକୁ ସ୍ୱାଧୀନତା ଆଣିଥିଲା। ଆମେ ଜାଣିଛେ ସେ ବ୍ରହ୍ମଚର୍ଯ୍ୟର କାରଣ ଫଳରେ ଭାରତ ବହୁତ ଦିନରୁ ସ୍ୱାଧୀନତା ଲାଭ କରିଥିଲା। ଖାଲି ସ୍ଥୂଳ କ୍ଷେତ୍ରରେ ବାକି ଥିଲା ଅଗଷ୍ଟ 15 ତାରିଖ 1947 ମସିହାରେ ଆମେ ସେ ସ୍ଥୂଳ ରୂପଟା ଖାଲି ଦେଖିବା ବାକି ଥିଲା, ନହେଲେ ତ ବହୁ ବର୍ଷ ପୂର୍ବରୁ ତାହା ସମାପ୍ତ ହେଇସାରିଥିଲା। ତାଙ୍କ ବ୍ରହ୍ମତେଜ ପ୍ରଭୁଙ୍କର ସେୟା କରିସାରିଥିଲା। ତେଣୁ ପ୍ରଭୁ ସେଇ କଥା କହୁଛନ୍ତି ଯେ କ୍ଷେତ୍ର ତେଜ ଏକମାତ୍ର ତେଜ ନୁହେଁ, ବ୍ରହ୍ମତେଜ ମଧ୍ୟ ରହିଛି। ସେଇ ତେଜ ଜ୍ଞାନ ଉପରେ ପ୍ରତିଷ୍ଠିତ। ଏଇ ଭାବ ନୂତନ ନୁହେଁ, ଆଜିକାଲିର ନୁହେଁ। ଏଇ ଭାବ ନେଇ ମୁଁ ଜନ୍ମଗ୍ରହଣ କରିଛି। ଏଇ ଭାବ ମୋର ମଜ୍ଜାଗତ। ଭଗବାନଙ୍କୁ ମହାବ୍ରତ ସାଧନ କରିବାକୁ ମତେ ପୃଥିବୀକୁ ପଠାଇଛନ୍ତି। 14 ବର୍ଷ ବୟସରେ ବୀଜଟି ଅଙ୍କୁରିତ ହେବାକୁ ଲାଗିଲା। 18 ବର୍ଷ ବୟସରେ ସେ ପ୍ରତିଷ୍ଠା ଦୃଢ ଅଚଳ ହେଲା। 14 ବର୍ଷ ବୟସରେ ଲୋଟସ୍ ଆଣ୍ଡ ଡ୍ରାଗନ ଯେତେବେଳେ ପ୍ରଭୁ ସେ ସ୍ଥାପନା କରିଥିଲେ, 14 ବର୍ଷ ବୟସରେ ଆରମ୍ଭ କରିଦେଇଥିଲେ। 18 ବର୍ଷ ବୟସରେ ସେ ପ୍ରତିଷ୍ଠା ଓ ଦୃଢ ଓ ଅଚଳ ହେଲା। ତୁମେ ମାଉସୀଙ୍କ କଥା ଶୁଣି ଭାବିଥିଲ ଯେ କୌଣସି ବତ୍ ପ୍ରକୃତିର ଲୋକ ତମର ସରଳ କରାଇଛନ୍ତି ଏବଂ ଆହୁରି ଅଜସ୍ର ସହସ୍ର ଲୋକଙ୍କୁ ସେଥିରେ ପ୍ରବେଶ କରାଇଦେବେ। ବଞ୍ଚିଥିବା ସମୟ ମଧ୍ୟରେ ଯେ କାର୍ଯ୍ୟଟି ସିଦ୍ଧି ହେବ ସେ କଥା ମୁଁ କହୁନାହିଁ, କିନ୍ତୁ ନିଶ୍ଚୟ ହେବ। ତେଣୁ ପ୍ରଭୁ ଆମକୁ ସେ ପଥରେ କିନା ପ୍ରବେଶ କରେଇ ସାରିଛନ୍ତି। ପ୍ରଭୁଙ୍କର ବନ୍ଦେ ମାତରମରେ ଗୋଟେ ବାଣୀ ମୋର ମନେ ପଡେ, ହୁ କ୍ୟାନ୍ ଟିୟର ହିଜ୍ ହାର୍ଟ ଆଉଟ୍ ଅଫ୍ ହିଜ୍ ବଡି as a sacrifice on the mother's altar। କିଏ ସେ ଅଛି ଯିଏ କି ତା ଛାତି ଚିରିକି ତା ହୃଦୟକୁ ମାଙ୍କ ବେଦୀ ଉପରେ ଥୋଇଦେବ। ସେହି ଏ କାର୍ଯ୍ୟ ପାଇଁ ସେ ହିଁ କାର୍ଯ୍ୟରେ ବୀର, ସେ ହିଁ କାର୍ଯ୍ୟ କରିବ। ଆହ୍ୱାନ କରୁଛନ୍ତି ପ୍ରଭୁ ଆମ ମାନଙ୍କୁ। ମ୍ୟାନ୍ ଅଫ୍ ଆଇରନ୍ ୱିଲ୍, ଆଇରନ୍ ହାର୍ଟ, the man who cannot sleep or rest। ସେ ମଣିଷ ମୋର ଦରକାର। ମୁଁ ସେଇ ସତମାନଙ୍କୁ ଚାହୁଁଛି ଯୋଉମାନେ ଏକ ଆଇରନ୍ ୱିଲ୍, ଆଇରନ୍ ହାର୍ଟ, ଯୋଉମାନେ କ୍ୟାନଟ୍ ସ୍ଲିପ୍ ଆଉ ରେଷ୍ଟ, ଯୋଉମାନେ ନା ଶୋଉଥିବେ ନା ରେଷ୍ଟ ନଉଥିବେ। ଭାଇପ ମାନେ ଆମ ମାନଙ୍କ ପାଇଁ କାମ ବହୁତ ଅଛି। ଆମମାନଙ୍କର ସମୟ ବର୍ତ୍ତମାନ ନା ଶୋଇବାରେ ନା ବସିବାରେ। ପ୍ରଭୁ କହୁଛନ୍ତି who can tear his heart out of his body as a sacrifice on the mother's altar। କିଏ ଅଛି ସିଏ ଯିଏ ତା ଛାତିକୁ ଚିରିକି ତା ହୃଦୟକୁ ମାଙ୍କ ଚରଣରେ ସମର୍ପଣ କରିଦବ, ମାଙ୍କ ବେଦୀ ଉପରେ ସମର୍ପଣ କରିଦବ। ପ୍ରଭୁ ସେମିତି ସତ୍ତା ବା ସେଇଭଳିଆ ମହାନ ଯୋଦ୍ଧା ମାନଙ୍କୁ ପ୍ରଭୁ ଆମନ୍ତ୍ରଣ କରୁଛନ୍ତି। ପ୍ରଭୁ କହିଛନ୍ତି ଦ ମ୍ୟାନ୍ ଅଫ୍ ଆଇରନ୍ ୱିଲ୍, ଆଇରନ୍ ହାର୍ଟ, ଦ ମ୍ୟାନ୍ ହୁ କ୍ୟାନଟ୍ ସ୍ଲିପ୍ ଅର୍ ରେଷ୍ଟ। ପ୍ରଭୁ କହିଛନ୍ତି ସେଇ ସତ୍ତା ମାନେ ଚାହୁଁଛନ୍ତି ଯୋଉମାନେ ଆଇରନ୍ ୱିଲ୍ ରେ ହେଇଥିବେ, ଆଇରନ୍ ହାର୍ଟ ହେଇଥିବ ଏବଂ ଯୋଉମାନେ ନା ରେଷ୍ଟ ନା ସ୍ଲିପ୍ ନା ସେ ସମୟ କୌଣସି ପ୍ରକାର ତାଙ୍କର ନା ବିଶ୍ରାମ ଥିବ ନା ନିଦ୍ରା ଥିବ। ଏପର୍ଯ୍ୟନ୍ତ ପୃଥିବୀ ସ୍ୱର୍ଗ ରାଜ୍ୟରେ ପରିଣତ ନ ହେଇଛି, ତାଙ୍କ ସନ୍ତାନ ମାନେ ସେମାନେ ଏବଂ ତିନିଟା ପାଗଳାମୀ, ସେମାନଙ୍କର ବସ୍ତ୍ର ଏବଂ ସେମାନଙ୍କର ହଉଛି ଶାସ୍ତ୍ର, ଏ ଦିଟା ଏବଂ ଏକ ପ୍ରାକ୍ଟିକାଲ ଲାଇଫ ଆମମାନଙ୍କୁ ବଞ୍ଚିବାକୁ ପଡିବ। ପ୍ରଭୁ କେତେ ଟେକ୍ନିକରେ ଆମକୁ ମାନେ କେତେ ସରଳତାର ସହିତ କେତେ ପୂର୍ଣ୍ଣ ଭାବରେ କହିଛନ୍ତି। ଏବଂ ଶେଷରେ ହଁ ଏହା ସତ୍ୟ ଯେ ସିଏ ଆମର ଯଦି ଏହା ସତ୍ୟ ଯେ ଗୋଟିଏ ପୁରୁଷ ଆଉ ସମସ୍ତେ ନାରୀ, ତାହେଲେ ସେ ଚିଠି ଆମ ସମସ୍ତଙ୍କ ପାଇଁ ଥିଲା। ଏବଂ ଆଉ ଗୋଟେ କଥା ହଉଛି ଯଦି ଯାହା ବାପା ପାଗଳ ତା ଜେନେଟିକାଲି ତା ପିଲାମାନେ ହିଁ ପାଗଳ। ଯଦି ଆମେ ତା ସନ୍ତାନ ସେ ପାଗଳାମୀଟା ଆମର ହିଁ ପାଗଳାମୀ। ଅନେକ 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 ଧନ୍ୟବାଦ ମୁନ୍ନା ଭାଇଙ୍କୁ, ସୁନୀଲ ଭାଇଙ୍କୁ। କେତେ ସୁନ୍ଦର
ଭାବରେ ଆମ ଆଗରେ ଶ୍ରୀ ଅରବିନ୍ଦଙ୍କର ଏଇ 3ଟି ପାଗଳାମୀ ରାଜକୁ ପ୍ରକାଶ କରିଥିବାରୁ, ପରିବେଷଣ କରିଥିବାରୁ ଭାଇଙ୍କୁ ଅନେକ ଧନ୍ୟବାଦ। ମାଙ୍କ ପାଖରେ ଅନେକ ଅନେକ କୃତଜ୍ଞତା। ମୁଁ ସେ ବିଷୟରେ ଅଧିକା କିଛି କହିବାକୁ ଚାହୁଁନାହିଁ, କାହିଁକି ନା ସମସ୍ତେ ଯୋଉ ରସଟି ସେଇଥିରୁ ଗ୍ରହଣ କରିଛନ୍ତି ତା ହୁଏତ ଅଲଗା ହେଇଯାଇପାରେ। ତେଣୁ ଭାଇଙ୍କୁ ପୁଣି ଥରେ ଆମ ସମସ୍ତଙ୍କ ତରଫରୁ ଏଇ ଶ୍ରୀ ଅରବିନ୍ଦ ପାଠଚକ୍ର ସନଲାଇଟ ପାଥ 2020 ତରଫରୁ ଧନ୍ୟବାଦ ଜଣାଇ, ମାଙ୍କ ପାଖରେ କୃତଜ୍ଞତା ଜଣାଇ ଆଜିର କାର୍ଯ୍ୟକ୍ରମ ଆଗକୁ ନେବା। ଭାଇ ଯାହା କହିଲେ ଏବଂ ତେବେ ଆମର କର୍ତ୍ତବ୍ୟ ବିଷୟରେ ଆମକୁ ମା ବେଶ ସୂଚାଇ ଦେଇଛନ୍ତି ଯେ ଆମେ ପ୍ରଭୁଙ୍କ ପାଖରେ କୃତଜ୍ଞତା ପ୍ରଭୁ ଯାହା ସବୁ କହିଦେଇଛନ୍ତି, ଲେଖି ଯାଇଛନ୍ତି, ବୁଝି ଦେଇଛନ୍ତି, ଛଡା ଆମେ ଅଧିକା କିଛି କରିପାରିବା ନାହିଁ। ମା ଏକ ବାଣୀରେ କହିଲେ, to express our gratitude to Sri Aurobindo, we can do nothing better than to be a living demonstration of his teaching. এই কথা ମା ଆମକୁ କହିଛନ୍ତି, ଅର୍ଥାତ୍ ଶ୍ରୀ ଅରବିନ୍ଦଙ୍କୁ ଆମର କୃତଜ୍ଞତା ଜଣାଇବା ପାଇଁ ଆମେ ତାଙ୍କ କେମିତି କୃତଜ୍ଞତା ଜଣାଇବା ବୋଲି ମା କହୁଛନ୍ତି। ତାଙ୍କ ଶିକ୍ଷାର ଜୀବନ୍ତ ଉଦାହରଣ ହେବା ଅପେକ୍ଷା ଅଧିକ ଭଲ କିଛି କରିପାରିବା ନାହିଁ। ତେଣୁ ଅପାୟନ ଚାଲନ୍ତୁ, ମା ପୁଣି କଣ କହିଛନ୍ତି ଯେ ସେ ଜୀବନ୍ତ ଉଦାହରଣ ହେବା ପାଇଁ ଆମେ କେମିତି ପ୍ରାକ୍ଟିକାଲ ହେବା। ଗୋଟିଏ ବାଣୀ ମାଙ୍କର ଲେଖାକୁ ମୁଁ ଉଦ୍ଧୃତ କରୁଛି। ଏ ଖୁବ ଗୁରୁତ୍ୱପୂର୍ଣ୍ଣ। ମା ପ୍ରଭୁ ସବୁବେଳେ କହିଛନ୍ତି ଯେ ରିଡ୍ ଶ୍ରୀ ଅରବିନ୍ଦ, ରିଡ୍ ଶ୍ରୀ ଅରବିନ୍ଦ, ରିଡ୍ ଶ୍ରୀ ଅରବିନ୍ଦ। ଏବଂ ସେଇ କଥାକୁ ମା 1972 ମସିହାରେ ଆମକୁ ପୁଣି କହିଲେ, ଶ୍ରୀ ଅରବିନ୍ଦ came upon earth to announce the manifestation of the supramental world। ଯୋଉ ଲକ୍ଷ୍ୟ ଆମର ଅଛି ସେଇ କଥା ମା କହୁଛନ୍ତି। ଶ୍ରୀ ଅରବିନ୍ଦ ପୃଥିବୀକୁ ଆସିଥିଲେ ଅତିମାଂସ ଜଗତର ପ୍ରକାଶ ଘୋଷଣା କରିବା ପାଇଁ। And not only did he announce this manifestation, but he also embodied in part the supramental force and gave us the we must do to prepare ourselves for this manifestation। ଅର୍ଥାତ୍ ସେ ଏହାର ପରିପ୍ରକାଶ କେବଳ ଘୋଷଣା କରିବାକୁ ଆସିନଥିଲା କହିନଥିଲେ, ଅତିମାନ ଶକ୍ତିକୁ କିଛି କାଂଶରେ ଅଙ୍ଗୀଭୂତ କରିଥିଲେ ଏବଂ ଆମେମାନେ ନିଜେ କିପରି ଏହାକୁ ପ୍ରକାଶ କରିବା ପାଇଁ ପ୍ରସ୍ତୁତ ହୋଇପାରିବା ତାହାର ଉଦାହରଣ ଦେଇଥିଲେ। ସେଇ କଥା ଦି ବେଷ୍ଟ ଥିଙ୍ଗ वी कैन डू इज, ଯାହା ଆମ କରିବାର ଅଛି ଭାଇ ବାପା ମାନେ, ମା କହୁଛନ୍ତି to study all he has told us, strive to follow his example and prepare ourselves for the new manifestation। ଅର୍ଥାତ୍ ଆମେ ମାନେ ସର୍ବୋତ୍ତମ ଭାବରେ ଏହା କରିପାରିବୁ ଏଇଭଳି କି ଯେପରିକି ସେ ଯାହା ସବୁ କିଛି କରିଯାଇଛନ୍ତି କହିଯାଇଛନ୍ତି ତାକୁ ଅଧ୍ୟୟନ କରିବୁ, ତାଙ୍କର ଉଦାହରଣକୁ ଅନୁସରଣ କରିବା ପାଇଁ ପ୍ରୟାସ କରିବୁ ଏବଂ ନୂତନ ପ୍ରକାଶକୁ ରୂପ ଦେବା ପାଇଁ ପ୍ରସ୍ତୁତ ହେବୁ। ପୁଣି ମା କହିଲେ, this gives us life its true meaning and will help us to overcome all obstacles। Let us live for the new creation and we shall grow stronger and stronger while remaining young and progressive। ଅର୍ଥାତ୍ ଏହା ହିଁ ଜୀବନକୁ ଯଥାର୍ଥ ଅର୍ଥ ଦେବ ଏବଂ ସବୁ କିଛି ବାଧା ଦୂର କରିବାରେ ସାହାଯ୍ୟ କରିବ। ଚାଲ ଆମେ ନୂତନ ସୃଷ୍ଟି ପାଇଁ ବଞ୍ଚିବା ଏବଂ ଅଧିକରୁ ଅଧିକ ବଳଶାଳୀ ହେବା, ତରୁଣ ଓ ପ୍ରଗତିଶୀଳ ହୋଇ। ତେଣୁ ସେ ଯୋଉ ପ୍ରଭୁଙ୍କୁ ଯଦି ଆମେ ପ୍ରକୃତରେ ତାଙ୍କୁ କୃତଜ୍ଞତା ଜଣାଇବାକୁ ଚାହୁଁଛେ, ମା ଯୋଉ ଏଇ ବାଣୀ ସବୁ କହିଲେ ଆମେ ସେଇ କାର୍ଯ୍ୟ ସମ୍ବନ୍ଧରେ ଶ୍ରୀ ଅରବିନ୍ଦ ବାର୍ଥ ସେଣ୍ଟିନାରୀ ବା ଶତବାର୍ଷିକରେ ଆମକୁ କହିଛନ୍ତି ଯେ ପ୍ରଭୁଙ୍କ ଯଦି ପ୍ରକୃତରେ ଆମର ଏଇ ଯେତେ ସବୁ ବାଧାବିଘ୍ନ ଅଛି ଆମ ଦେଶର ଏବଂ ପୃଥିବୀର ବି, ତାର ଏକମାତ୍ର ସଲ୍ୟୁସନ ହଉଛି ଶ୍ରୀ ଅରବିନ୍ଦ। ତେଣୁ ଯୋଉମାନେ ତମେ ସବୁ ଜାଣିଛ, ଯୋଉମାନେ ବୁଝିଛ, ସେଇମାନେ ସେଇ ତାଙ୍କ ଶିକ୍ଷାକୁ ସମଗ୍ର ଭାରତ ବର୍ଷରେ ସବୁଆଡେ ପହଞ୍ଚେଇ ଦିଅ, ତାଙ୍କୁ କହିଦିଅ। ଏହା ହିଁ ଏକମାତ୍ର ଯାହା ଆମର ଅସୁବିଧାରୁ ସଂକଟରୁ ପାର ହେବାର ଏକମାତ୍ର ଉପାୟ। ଆଉ ବର୍ତ୍ତମାନ ଭାଇ ଭଉଣୀ ମାନେ ଆମେ ଏଇ 50 ବର୍ଷ ଭିତରେ କେତେ କଣ କରିଛେ,
ତାହା ମା ହିଁ ଜାଣନ୍ତି, ପ୍ରଭୁ ଜାଣନ୍ତି। ପୁଣି ଏ ସମୟ ଆସିଛି ସେଇ 150 ବର୍ଷ ବା 150 ଜନ୍ମ ଜୟନ୍ତୀରେ ପୁଣି ଆମେ ସେଇ ମାଙ୍କର ସେଇ କଥାକୁ ଏବଂ ତାଙ୍କର ଲେଖାକୁ ପ୍ରଭୁଙ୍କର କେମିତି ଆମେ ସମସ୍ତଙ୍କ ପାଖରେ ପହଞ୍ଚେଇବା, ସମସ୍ତେ ଜାଣିବା। ଏଇ ଯେମିତି ଆଜି ଆମେ ଆଲୋଚନା କଲେ ଖୁବ ସୁନ୍ଦର ଭାବରେ 3ଟି ପାଗଳାମୀ ସର୍ଟରେ ଆମେ ଲିଫଲେଟ ତିଆରି କରି ସବୁ ଦେବା ପାଇଁ, କିନ୍ତୁ ଆଜିର ଯୋଉ ଆଲୋଚନା ତାହା ଆମକୁ ଆହୁରି ପ୍ରେରଣା ଦେବ। ସେଇଭଳି ଭାବରେ ଆମେ ସମସ୍ତଙ୍କ ପାଖରେ ପହଞ୍ଚିବାକୁ ଚେଷ୍ଟା କରିବା ସେଇ 5ଟି ସ୍ୱପ୍ନ 3ଟି ପାଗଳାମୀକୁ। ଆଜିର ଏହି ଆଲୋଚନା ଖୁବ ସୁନ୍ଦର ହେଇଛି ମନେ ହୁଏ, ସମସ୍ତଙ୍କୁ ହୃଦୟକୁ ଟଚ୍ କରିଥିବ। ଆଉ ବର୍ତ୍ତମାନ ଆମେ ଏଇ କାର୍ଯ୍ୟକ୍ରମଟି ସାରିବା।